सद्गुरुतं नमामि सद्गुरुतं नमामि सद्गुरुतं नमामि। संकलन प्रदान कले आम श्रद्धा हेमांगिनी माँ श्रीमती हेमांगिनी साहू एवं आम श्रद्धा प्रभामयी माँ श्रीमती प्रभामयी सद्गुरु वंदना कले आम से विक्रम भाई श्रीद विक्रम केशव दास एवं परिवार समस्त सर्वद मंगल ठाकुर श्री चरण प्रार्थना। जय गुरु। वर्तमान आम समत भाव 2 मिनट नाम जप करवा नाम समय आरंभ है। जय गुरु समस्त जय गुरु। बर्तमान सत्यांश ग्रंथ पाठ करेंगे आम सदस्य सुशील भाई श्री सुशील कुमार साहू सत्यांश ग्रंथ पाठ करेंगे। दादा जय गुरु। जय गुरु। ऑनलाइन सत्संग कही समस्त गुरुभाता मोर जय गुरु। परम प्रेम श्री ठाकुर अंकुर चंद्र सहस्त लिखित सत्यानुष्ठान ग्रंथर ओडिया अनुवाद। सत्यदर्शी आश्रय नहीं स्वाधीन भाव में चिंता कर एवं विनयर सहित स्वाधीन मत प्रकाश कर। बही पढ़ी बही हो जाओ नहीं तार एसेंस सार को मजागत करने को चेष्टा कर। पुल द हॉक्स टू ड्र द सीट। ऊपर ऊपर देखी किछि छाड़ नहीं बा कोनोसी मत प्रकाश कर नहीं। कोनोसी किछिर शेष न देखिले ताहा संबंध रे ज्ञान हुए नहीं। आउ न जानिले तुमे ता विषय की मत प्रकाश करिवो। जहा किछि करो ना कहीं ता भितरे सत्य देखा को चेष्टा कर। सत्य देखिबा माने ही ताकू आद्य प्रांत जानिबा आउ ताहा ही ज्ञान। जहा तुमे जानो नहीं एपरी विषय रे लोकन को उपदेश देवा को जाओ नहीं। ओम शांति शांति शांति। दादा जय गुरु। जय गुरु। सत्यांश ग्रंथ पाठ कले आम सद्य सुशील भाई श्री सुशील कुमार साहू परिवार समस्त सार्विक मंगल ठाकुर श्री चरण प्रार्थना। जय गुरु। जय गुरु। जय गुरु। बर्तमान नारी नीति ग्रंथ पाठ करेंगे आम सद्य स्निग्धा माँ श्रीमती स्निग्धा पृष्टि नारी नीति ग्रंथ पाठ करें। जय गुरु दादा। जय गुरु। समस्त मोर प्रणाम। जय गुरु। परम प्रेम परम दयाल श्री ठाकुर अनुकूल चंद्र श्रीमुख निश्रुत पवित्र नारी नीतिर ग्रंथ पाठ। नम्यतारे उत्कर्ष। नारी प्रकृति नम्य तेणु से भल को मध्य अतुट भाव जाबुड़ी धरी पारे। आउ एई धरिबा प्रकृत हेले ताहा अव्यर्थ। जगत को उपेक्षा करी मध्य जाहाको जाबुड़ी धरी अछि ताहाकु नेई अटल भाव छिड़ा होई रही पारे। तुमे
ଯାହାଠାରୁ ତୁମର ଜୀବନ ଯଶ ଓ ବୃଦ୍ଧି କ୍ରମୋନ୍ନତିରେ ପରିଚାଳିତ ହୁଏ। ହ୍ରାସ ବା ସମକୁ ତାଚ୍ଛଲ୍ୟ କରି ମଧ୍ୟ ତାହାଙ୍କୁ ହିଁ ଅତୁଟ ଭାବରେ ଜାବୁଡ଼ି ଧର। ଉନ୍ନୟନ ତୁମକୁ କଦାପି ତ୍ୟାଗ କରିପାରିବ ନାହିଁ, ଏହା ଅତି ନିଶ୍ଚୟ। ବାଣୀ ସଂଖ୍ୟା 65, ପୃଷ୍ଠା ସଂଖ୍ୟା 44। ବନ୍ଦେ ପୁରୁଷୋତ୍ତମ, ବନ୍ଦେ ପୁରୁଷୋତ୍ତମ। ଜୟ ଗୁରୁ ଦାଦା। ଜୟ ଗୁରୁ। ନୀତି ଗ୍ରନ୍ଥ ପାଠ କଲେ ଆମର ଶ୍ରଦ୍ଧା ସ୍ନିଗ୍ଧା ମା ଶ୍ରୀମତୀ ସ୍ନିଗ୍ଧା ପୃଷ୍ଟି ତାଙ୍କର ତାଙ୍କ ପରିବାର ସମସ୍ତଙ୍କର ଶାରୀରିକ ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀଚରଣୀ ପ୍ରାର୍ଥନା। ଜୟ ଗୁରୁ ମା। ଜୟ ଗୁରୁ। ଜୟ ଗୁରୁ। ବର୍ତ୍ତମାନ ସ୍ୱାସ୍ଥ୍ୟ ସଦାଚାର ସୂତ୍ର ଗ୍ରନ୍ଥ ପାଠ କରିବେ ଆମର ସଦ୍ୟ ଭୁବନେଶ୍ୱର ଭାଇ ଶ୍ରୀଯୁକ୍ତ ଭୁବନେଶ୍ୱର ଦାସ ସ୍ୱାସ୍ଥ୍ୟ ସଦାଚାର ସୂତ୍ର ଗ୍ରନ୍ଥ ପାଠ କରିବେ। ଜୟ ଗୁରୁ। ଜୟ ଗୁରୁ। ଜୟ ଗୁରୁ। ସମସ୍ତଙ୍କୁ ମୋର ଆନ୍ତରିକ ଜୟ ଗୁରୁ। ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ଶ୍ରୀମୁଖ ନିଃସୃତ ସ୍ୱାସ୍ଥ୍ୟ ସଦାଚାର ସୂତ୍ର ଗ୍ରନ୍ଥପାଠ। ତୁମର ଅନ୍ତସ୍ଥ ଧୃତି ଆଧାନକୁ ସମୀଚୀନ ଭାବରେ ଶିଷ୍ଟ ପରିଚର୍ଯ୍ୟାରେ ସବଳ କରି ତଳ ସ୍ୱାସ୍ଥ୍ୟପ୍ରଦ ଆଚରଣ ଗୁଡ଼ିକୁ ଏବଂ ଖାଦ୍ୟ ନିୟମନ ଯାହା କିଛି ସେଗୁଡ଼ିକୁ ବେଶ କରି ବୁଝି ସୁଝି ତୁମର ସତ୍ତା ପକ୍ଷରେ ଯେପରି ଉପଯୋଗୀ ସେହିପରି ଭାବରେ ସେମାନଙ୍କୁ ପୋଷଣ ଦିଅ। ଆଉ ଚାଲିବା କହିବା ଗୁଡ଼ିକୁ ମଧ୍ୟ ସେହିପରି ଭାବରେ ବିଧାୟିତ କରି ତଳ। ଏହିପରି ଦୀର୍ଘ ଜୀବନ ଆଡ଼କୁ ଆଗେଇ ଚାଲ। ବାଣୀ ସଂଖ୍ୟା 72। ଜୟ ଗୁରୁ। ଜୟ ଗୁରୁ। ସ୍ୱାସ୍ଥ୍ୟ ସଦାଚାର ସୂତ୍ର ଗ୍ରନ୍ଥ ପାଠ କଲେ ଆମର ସଦ୍ୟ ଭୁବନେଶ୍ୱର ଭାଇ ଶ୍ରୀଯୁକ୍ତ ଭୁବନେଶ୍ୱର ଦାସ ତାଙ୍କର ତାଙ୍କ ପରିବାର ସମସ୍ତଙ୍କର ଶାରୀରିକ ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀଚରଣୀ ପ୍ରାର୍ଥନା। ଜୟ ଗୁରୁ। ବର୍ତ୍ତମାନ ଆମେ ଭଜନ ଆରମ୍ଭ କରିବା। ପ୍ରଥମ ଭଜନ ପରିବେଷଣ କରିବେ ଆମର ସ୍ୱାମୀ ବିକ୍ରମ ଭାଇ ଶ୍ରୀଯୁକ୍ତ ବିକ୍ରମ କିଶୋର ଦାସ। ଦ୍ୱିତୀୟ ଭଜନ ପରିବେଷଣ କରିବେ ଆମର ସଦ୍ୟ ବିଷ୍ଣୁ ଭାଇ ଶ୍ରୀଯୁକ୍ତ ବିଷ୍ଣୁଚରଣ ପରିଡ଼ା। ତୃତୀୟ ଭଜନ ପରିବେଷଣ କରିବେ ଆମର ସଦ୍ୟା ଶନି ଶ୍ରୀମତୀ ସୋନାଲି ଜେନା। ଚତୁର୍ଥ ଭଜନ ପରିବେଷଣ କରିବେ ଆମର ସଦ୍ୟା ଅନିତା ମା ଶ୍ରୀମତୀ ଅନିତା ସାହୁ। ଆଉ ପଞ୍ଚମ ଭଜନ ପରିବେଷଣ କରିବେ ଆମର ସଦ୍ୟା ମିନୁ ମା ଶ୍ରୀମତୀ ପ୍ରଜ୍ଞା ପରମିତା ପରିଡ଼ା। ବର୍ତ୍ତମାନ ଅନୁରୋଧ କରୁଛି ଆମର ବେଷ୍ଟ କଣ୍ଟ୍ରୋଲରେ ଆମର ସ୍ୱାମୀ ବିକ୍ରମ ଭାଇ ଶ୍ରୀଯୁକ୍ତ ବିକ୍ରମ କିଶୋର ଦାସ ପ୍ରଥମ ଭଜନ ପରିବେଷଣ କରିବେ। ଦାଦା ଜୟ ଗୁରୁ। ଜୟ ଗୁରୁ। ଜୟ ଗୁରୁ। ଦାଦା ଶୁଭୁଛି ନା ଠିକ? ଆପଣଙ୍କର ଭଏସ ଶୁଭୁଛି, ଶଙ୍ଖ ଶୁଭୁନି, ହାରମୋନିୟମ ବି ବେଳେ ବେଳେ ଶୁଭୁଛି, ବେଳେ ବେଳେ ଶୁଭୁନି। ଆପଣ ଭଏସ ଶୁଭୁଛି କିନ୍ତୁ ଆଜ୍ଞା ଆଜ୍ଞା। ହାରମୋନିୟମ ବେଳେ ବେଳେ ଶୁଭୁନି, ଶଙ୍ଖ ବେଳେ ବେଳେ ଶୁଭୁନି, ଶଙ୍ଖ ତ ଆଦୌ ଶୁଭୁନି। ଓହୋ। ଆଜ୍ଞା ଆରମ୍ଭ କରନ୍ତୁ। ଆଜ୍ଞା। ସମସ୍ତଙ୍କ ଉପରେ ପ୍ରୀତିଥର ଜୟ ଗୁରୁ। ভালো চলো ঘাটো চলো সুরক্ষত দরিয়ালে দরিয়ালে হো ঘাটো চলো মন ভাই ঘাটো চলো মন ভাই ঘাটো চলো মন ভাই সুরক্ষত ঘাটো চলো মন ভাই ঘাটো চলো মন ভাই। प्रेम की नीर झोरा प्रेम की झोरा पतन तीरे भाव की भाते पतन तीरे
बाबू की भाती निरोगी अग्नि जरा निरोगी अग्नि जरा हाथ चलो मन भाई हाथ चलो मन भाई Oh, ଆପଣଙ୍କର ହାରମୋନିୟମ କିଛି ଶୁଭୁନି, ମ୍ୟୁଜିକ୍ आप ନ देखी ଗାଇ ଦିଅନ୍ତୁ, କିଛି ଶୁଭୁନି ହାରମୋନିୟମ। तला गगन पर तला गगन तला गगन निराश बोध संग तड़क जनक देवती सूर्य शिखर चलो मन भाई चलो मन भाई अमर गुफा पर सोहम सोहम सतन अमर गुफा पर सोहम सतन सोहम अमर गुफा पर सोहम सोहम सतन सोहम अलग राधा स्वामी मन भाई मन भाई तुरंत सदरिया दे मन भाई मन भाई चलो मन भाई चलो मन भाई जय गुरु। खूब सुंदर भाव आम विष्णु कंठशिल्पी आम सामने विक्रम भाई शुद्ध विक्रम प्रसाद दास खूब सुंदर भजन परिवेशन कले परिवार समस्त शारीरिक मंगल ठाकुर श्रीचरण प्रार्थना। जय गुरु। मोटे नंबर देवी से रमेश भाई नंबर रमेश भाई आगुरी सेमती होता अपन सहित कथा बुझी नहीं जाए भी सेम प्रोब्लेम होता सी ठीक हो नंबर आज्ञा आज्ञा परवर्ती भजन परिवेशन करेंगे आम अन्यतम विष्णु कंठशिल्पी आम सदा विष्णु भाई शुद्ध विष्णु
ଚରଣ ପରଟା ପରବର୍ତ୍ତୀ ଭଜନ ପରିବେଷଣ କରିବେ। ଦାଦା ଜୟ ଗୁରୁ। ଜୟ ଗୁରୁ। କିଏ କହେ ତୁମେ ନା, କିଏ କହେ ତୁମେ ନା, ତୁମେ ତ ନଥିଲେ ଏ ଦିନ ଆଖିରୁ ପୋଛିଥାନ୍ତା କିଏ ଲୁହ, ତୁମେ ତ ନଥିଲେ ଏ ଦିନ ଆଖିରୁ ପୋଛିଥାନ୍ତା କିଏ ଲୁହ। କିଏ କହେ ତୁମେ ନା, କିଏ କହେ ତୁମେ ନା, ତୁମେ ତ ନଥିଲେ ଏ ଦିନ ଆଖିରୁ ପୋଛିଥାନ୍ତା କିଏ ଲୁହ, ତୁମେ ତ ନଥିଲେ ଏ ଦିନ ଆଖିରୁ ପୋଛିଥାନ୍ତା କିଏ ଲୁହ। କିଏ କହେ ତୁମେ ନା, କିଏ କହେ ତୁମେ ନା, পুষ্পর সুবাসে আকাশে বতাসে সাগরর লহরীরে অরুণ আলোকে চন্দ্রিকা কিরণে অবাঘন বনানীরে পুষ্পর সুবাসে আকাশে বতাসে সাগরর লহরী অরুণ আলোকে চন্দ্রিকা কিরণে অবাঘন বনানীরে তুমেলি ভাইছ প্রভু হে প্রভু হে তুমেলি ভাইছ যথা ভরা প্রাণ তুমেলি ভাইছ যথা ভরা প্রাণ অলিভা দুঃখর অলিভা দুঃখর কিয়ে কহে তুমে না, কিয়ে কহে তুমে না, নিজ বাহু বলে অরজিছি যেতে ধন জন মান সর্বনাশর সদর দুয়ারে সবু হইব মৌন নিজ বাহু বলে অরজিছি যেতে ধন জন মান সর্বনাশর সদর দুয়ারে সবু হইব মৌন শুভ সত নাম প্রভু হে প্রভু হে
শুভ সতনাম সাহেব যেবে, শুভ সতনাম সাহেব যেবে, প্রাণ ছাড়ি জীব দেহ, প্রাণ ছাড়ি জীব দেহ, কিয়ে কহে তুমি না, কিয়ে কহে তুমি না, তুমি তো নছিলে এদিন আখিରୁ পୋଛିଥାନ୍ତା ଆଖିରୁ, ତୁମେ ତ ନଥିଲେ ଏଦିନ ଆଖିରୁ ପୋଛିଥାନ୍ତା ଆଖିରୁ। ହରେ କୃଷ୍ଣ ହରେ କୃଷ୍ଣ ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, হরে রাম 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 হরে হরে, হরে কৃষ্ণ 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 হরে হরে, হরে রাম 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 হরে হরে, রাম রাম হরে হরে, রাম রাম হরে হরে। দাদা জয় গুরু, কৃষ্ণ সমস্ত জয় গুরু, প্রণাম। ଜୟ ଗୁରୁ। ଖୁବ ସୁନ୍ଦର ଭାବରେ ଆମର ବିଷ୍ଣୁ କଣ୍ଠଶିଳ୍ପୀ ଏବଂ ସଦ୍ୟ ବିଷ୍ଣୁ ଭାଇ ଶୁଦ୍ଧ ବିଷ୍ଣୁ ଚରଣ ପରିଡ଼ା ଖୁବ ସୁନ୍ଦର ଭାବେ ଭଜନ ପରିବେଷଣ କଲେ। ତାଙ୍କର ତାଙ୍କ ପରିବାର ସମସ୍ତଙ୍କର ଶାରୀରିକ ମଙ୍ଗଳ ପାଇଁ ଠାକୁରଙ୍କ ସେଇ ଜଣେ ପ୍ରାର୍ଥନା। ଜୟ ଗୁରୁ। ବର୍ତ୍ତମାନ ପରବର୍ତ୍ତୀ ଭଜନ ପରିବେଷଣ କରିବେ ଆମର ଅନ୍ୟତମ ବିଷ୍ଣୁ କଣ୍ଠଶିଳ୍ପୀ ଆମର ସଦ୍ୟ ସୋନି ଶ୍ରୀମତୀ ସୋନାଲି ଜେନା ପରବର୍ତ୍ତୀ ଭଜନ ପରିବେଷଣ କରିବେ। ଜୟ ଗୁରୁ ଦାଦା। ଜୟ ଗୁରୁ। ଆଜ୍ଞା। ଭୁଲିଛି ଦୁଃଖ ତ ଶୁଣ, ଭୁଲିଛି ଦୁଃଖ ତ ଶୁଣ, ତୁମକୁ ଚାହିଁଏ ଲଭିଛି ସକଳ ତୁମକୁ ପାଇଲେ, ତୁମକୁ ଭୁଲିଛି ଦୁଃଖ ତ ଶୁଣ, ଭୁଲିଛି ଦୁଃଖ ତ ଶୁଣ, ତୁମକୁ ଚାହିଁଏ ଲଭିଛି ସକଳ ତୁମକୁ ପାଇଲେ, ତୁମକୁ নয়ন খুলিলে তুমি, নয়ন বুঝিলে তুমি, দুঃখ বেদনারে তুমি, সুখ সপরে তুমি, নয়ন খুলিলে তুমি, নয়ন বুঝিলে তুমি, দুঃখ বেদনারে তুমি, সুখ সপনে তুমি, তুম ছাড়া ধরিয়া দামি, তুম ছাড়া ধরিয়া দামি, প্রিয় মঙ্গলে লভিছে সকল তুমକୁ পাইলে, তুমକୁ পাইলে,
দেখে কলা ভরে ভয়মান হে লাগিছে সকাল প্রভু তোমাকে পাই তোমাকে পাই জয় গুরু। খুব সুন্দর সমুদ্র সুললিত কণ্ঠରେ ଆମର ବିଷ୍ଟ କଣ୍ଠଶିଳ୍ପୀ ଆମ ଶ୍ରଦ୍ଧେୟ ସୋନି ଶ୍ରୀମତୀ ସୋନାଲି ଜେନା ଆଉ ସୁରତ ପୂଜ୍ୟ ନକୁଳ ତାଙ୍କର ସୁକନ୍ୟା ଆଉ ସୁନ୍ଦର ଭାବରେ ପୂଜ୍ୟ ନକୁଳ ତାଙ୍କର ବିରଚିତ ଏହି ଭଜନ ଖୁବ ସୁନ୍ଦର ଭାବରେ ପରିବେଷଣ କଲେ। ତାଙ୍କର ତାଙ୍କ ପରିବାର ସମସ୍ତଙ୍କର ସାର୍ବିକ ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀଚରଣ ପ୍ରାର୍ଥନା। ଜୟ ଗୁରୁ। ବର୍ତ୍ତମାନ ପରବର୍ତ୍ତୀ ଭଜନ ପରିବେଷଣ କରିବେ ଆମର ଅନ୍ୟତମ ବିଷ୍ଟ କଣ୍ଠଶିଳ୍ପୀ ଆମର ଶ୍ରଦ୍ଧେୟ ଅନିତା ମା ଶ୍ରୀମତୀ ଅନିତା ସାହୁ ପରବର୍ତ୍ତୀ ଭଜନ ପରିବେଷଣ କରିବେ। ଜୟ ଗୁରୁ ଦାଦା। ଜୟ ଗୁରୁ। ସମସ୍ତଙ୍କୁ ମୋର ଜୟ ଗୁରୁ ଜଣେ। ପାଇଛି ତୁମକୁ ଏ ଜନମେ ପ୍ରଭୁ କେତେ ସାଧନାର ଫଳ ହୋ କେତେ ସାଧନାର ଫଳ ପାଇଛି ତୁମକୁ ଏ ଜନମେ ପ୍ରଭୁ କେତେ ସାଧନାର ଫଳ ହୋ କେତେ ସାଧନାର ଫଳ ଦେଇଛ ଆଶ୍ରୟ आहे दयामय ଦେଇଛ ଆଶ୍ରୟ आहे ଦୟାମୟ ତୁମରି ଚରଣ ତଳେ ତୁମରି ଚରଣ ତଳେ ପାଇଛି ତୁମକୁ ଏ ଜନମେ ପ୍ରଭୁ କେତେ ସାଧନାର ଫଳେ ହୋ କେତେ ସାଧନାର ଫଳେ ମୋ ଆଶା ଆକାଶେ ତୁମରି କରୁଣା ଝର ଝର ହୋଇ ଝରେ ଜୀବନ ମରୁରେ ହସ ଚହଲେ ପ୍ରୀତି ସବୁ
ମଜିମା ଭରେ ହଜି ଯାଇଛି ମୋ ଜୀବନର ଛନ୍ଦ, ହଜି ଯାଇଛି ମୋ ଜୀବନର ଛନ୍ଦ। କୋଟି ଜୀବନର ତାଳେ, କୋଟି ଜୀବନର ତାଳେ ପାଇଛି ତୁମକୁ ଏ ଜନମେ ପ୍ରଭୁ, କେତେ ସାଧନାର ଫଳେ ହୋ, କେତେ ସାଧନାର ଫଳେ। ଶୋକ ଭରା କେତେ ଦୁଃଖର ନିଶାରେ ତୁମରି ଅମିୟ କଥା ଦୂରେଇ ଦେଇଛି ସାଇତା ଯେ ମୋର କୋଟି ଜନମର ବ୍ୟଥା। ତୁମ ସିଂହାସନ ସିକ୍ତ କରିଛି, ତୁମ ସିଂହାସନ ସିକ୍ତ କରିଛି, ଏ ମୋର ନୟନ ଜଳେ, ଏ ମୋର ନୟନ ଜଳେ। ପାଇଛି ତୁମକୁ ଏ ଜନମେ ପ୍ରଭୁ, କେତେ ସାଧନାର ଫଳେ ହୋ, କେତେ ସାଧନାର ଫଳେ। জীবন দেবতা জীবনে ভরেছ মমতার ঘন ছাই, অন্তরে প্রভু বিরাজিত তুমে অন্তর তম হই। চলা পথ মোর আলোকিত করি, চলা পথ মোর আলোকিত করি, সহস্র দীপালি জালি, সহস্র দীপালি জালি। পাইছি তুমকু এ জনমে প্রভু, কেতে সাধনার ফলে हो, केते साधनार फले ଦେଇଛ ଆଶ୍ରୟ ଆହେ ଦୟାମୟ, ଦେଇଛ ଆଶ୍ରୟ ଆହେ ଦୟାମୟ। ତୁମରି ଚରଣ ତଳେ, ତୁମରି ଚରଣ ତଳେ ପାଇଛି ତୁମକୁ ଏ ଜନମେ ପ୍ରଭୁ, କେତେ ସାଧନାର ଫଳେ ହୋ, କେତେ ସାଧନାର ଫଳେ ହୋ, କେତେ ସାଧନାର ଫଳେ। জি গুরুদাদা। জয় গুরু। খুব সুন্দর সমুদ্র সুললিত কণ্ঠের আমরা বিষ্ট কণ্ঠশিল্পী আমার শ্রদ্ধেয় অনিতা মা শ্রীমতী অনিতা ସାହୁ খুব ସୁନ୍ଦର ଭାବେ ଭଜନ ପରିବେଷଣ କଲେ। ତାଙ୍କର ତାଙ୍କ ପରିବାର ସମସ୍ତଙ୍କର ଶାରୀରିକ ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀଚରଣ ପ୍ରାର୍ଥନା। ଜୟ ଗୁରୁ। ବର୍ତ୍ତମାନ ପରବର୍ତ୍ତୀ ଭଜନ ପରିବେଷଣ କରିବା ଆମର ଅନ୍ୟତମ ବିଷ୍ଟ କଣ୍ଠଶିଳ୍ପୀ ଆମ ଶ୍ରଦ୍ଧେୟ ମିନୁ ମା ଶ୍ରୀମତୀ ପ୍ରଜ୍ଞା ପରିମିତା ପରିଡ଼ା ପରବର୍ତ୍ତୀ ଭଜନ ପରିବେଷଣ କରିବେ। ଜୟ ଗୁରୁ ଦାଦା। ଜୟ ଗୁରୁ। শাশ্বত চির তুমি বিশ্বধরা, প্রণাম তোমায় প্রভু প্রণাম তোমায়। শাশ্বত চির তুমি বিশ্বধরা, প্রণাম তোমায় প্রভু প্রণাম তোমায়। শাশ্বত চির তুমি বিশ্বধরা, প্রণাম তোমায় প্রভু প্রণাম তোমায়। তোমারি চরণে সবে প্রণতি জানাই,
তোমারি চরণে সবে প্রণতি জানাই প্রণাম তোমায় প্রভু প্রণাম তোমায় শাশ্বত চির তুমি বিশ্বধরায় প্রণাম তোমায় প্রভু প্রণাম তোমায় জগতের সার তুমি বিশ্বের প্রাণ লীলা তব করুক গো ভগবান জগতের সার তুমি বিশ্বের প্রাণ লীলা তব করুক গো ভগবান রবি শশী দেও আলো তব মহিমায় রবি শশী দেও আলো তব মহিমায় প্রণাম তোমায় প্রভু প্রণাম তোমায় শাশ্বত চির তুমি বিশ্বধরায় প্রণাম তোমায় প্রভু প্রণাম তোমায় জাগ্রত চির তুমি ধ্রুব তারা সম ধরণীর বুকে তুমি সুন্দরতম জাগ্রত চির তুমি ধ্রুব তারা সম ধরণীর বুকে তুমি সুন্দরতম তোমারে শরণে প্রভু মোহ ঘুচে যায় তোমারে শরণে প্রভু মোহ ঘুচে যায় প্রণাম তোমায় প্রভু প্রণাম তোমায় শাশ্বত চির তুমি বিশ্বধরায় প্রণাম তোমায় প্রভু প্রণাম তোমায় জীবনের সব স্থানে তুমি অনুকূল তোমার কৃপায় প্রভু ভাঙি যত ভুল জীবনের সব স্থানে তুমি অনুকূল তোমার কৃপায় প্রভু ভাঙি যত ভুল শান্তির পারাবারে তব পদ জয় শান্তির পারাবারে তব পদ জয় প্রণাম তোমায় প্রভু প্রণাম তোমায় শাশ্বত চির তুমি বিশ্বধরায় প্রণাম তোমায় প্রভু প্রণাম তোমায় শাশ্বত চির তুমি বিশ্বধরায় প্রণাম তোমায় প্রভু প্রণাম তোমায় তোমারি চরণে সবে প্রণতি জানাই তোমারি চরণে সবে প্রণতি জানাই প্রণাম তোমায় প্রভু প্রণাম তোমায় শাশ্বত চির তুমি বিশ্বধরায় প্রণাম তোমায় প্রভু প্রণাম তোমায় শাশ্বত চির তুমি বিশ্বধরায় প্রণাম তোমায় প্রভু প্রণাম তোমায় প্রণাম তোমায় প্রভু প্রণাম তোমায় প্রণাম তোমায় প্রভু প্রণাম জয় গুরু দাদা জয় খুব সুন্দর সমুদ্র অশ্লীল কণ্ঠরে আমার বিষ্ট কণ্ঠশিল্পী আমার সাথে আমি নুমা শ্রীমতী প্রজ্ঞା পরମିতা ପରିଡ଼ା খুব ସୁନ୍ଦର ଭାବରେ ଏହି ପରିବେଷଣ କଲେ ତାଙ୍କର ତାଙ୍କ ପରିବାର ସମସ୍ତଙ୍କର ଶାରୀରିକ ମଙ୍ଗଳ ପାଇଁ ଠାକୁରଙ୍କ ସେଇ ଜଣେ ପ୍ରାର୍ଥନା ଜୟ ଗୁରୁ। ବର୍ତ୍ତମାନ କୀର୍ତ୍ତନ ପରିବେଷଣ କରିବେ ଆମର ସହିତ ଆଦିତ୍ୟ ଭାଇ ସୁଧ ଆଦିତ୍ୟ କୁମାର ପଣ୍ଡା ଏବଂ ତାଙ୍କ ପରିବାର କୀର୍ତ୍ତନ ପରିବେଷଣ କରିବେ। ଦାଦା ଜୟ ଗୁରୁ ଦାଦା ଜୟ ଗୁରୁ ଆଜ୍ଞା ଉପସ୍ଥିତ ସମସ୍ତ ଦାଦା ମା ମାନଙ୍କୁ ମୋର ଜୟ ଗୁରୁ। ଫେରି ଚାହଁବାରେ ନିଡ଼ହରା ପକ୍ଷୀ କେଣେ ଯାଉ ବହୁ ଦୂରେ ଫେରି ଚାହଁବାରେ ନିଡ଼ହରା ପକ୍ଷୀ କେଣେ ଯାଉ ବହୁ ଦୂରେ ଆସିଲେଣି ପରା ପୁରୁଷ ଉତ୍ତମ ଏ ଧରଣୀ ଧରା ପରେ ଆସିଲେଣି ପରା ପୁରୁଷ
फेरी चाहो बारे निरहरा पक्षी केणे जाऊ बहु दूरे फेरी चाहो बारे निरहरा पक्षी केणे जाऊ बहु आसिलेणी परा पुरुष उत्तम ए धरणी धरा परे आसिलेणी परा पुरुष उत्तम ए धरणी धरा शिखाई देवे से धर्मनी शिखाई देवे से धर्मनी शिखाई देवे से धर्मनीति शिखाई देवे से धर्मनीति केउ पथे गले हेबु मुक्ति 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 शिखाई देवे से धर्मनीति शिखाई देवे से धर्मनीति शिखाई देवे से धर्मनीति शिखाई देवे शिखाई देवे से धर्मनीति शिखाई देवे से धर्मनीति केउ पथे गले हेबु मुक्ति केउ पथे गले हेबु मुक्ति केउ पथे गले हेबु मुक्ति केउ पथे गले शिखाई देवे से धर्मनीति शिखाई देवे से धर्मनीति केउ पथे गले हेबु शिखाई देवे से धर्मनीति पथ श्रम करी बने भ्रमी भ्रमी जेउ नाम पाइना पथ श्रम करी बने भ्रमी भ्रमी जेउ नाम पाइना पथ श्रम करी बने भ्रमी भ्रमी जेउ नाम पाइना पथ श्रम करी बने भ्रमी भ्रमी जेउ नाम पाइना से नामरे আজি উছুড়ে জগত থরে হেলে ফেরি যাও সে নামরে আজি উছুড়ে জগত থরে হেলে ফেরি যাও এ নামে কি রস আছে রে ভাই 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 হরে নাম নেলে ছাড়িবু নাহি 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 এ নামে কি রস আছে রে ভাই 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 হরে নাম নেলে ভুলিবু নাহি হরে নাম নেলে ছাড়িবু নাহি এ নামে কি রস আছে রে ভাই এ নামে কি রস আছে রে ভাই হরে নাম নেলে ছাড়িবু নাহি হরে নাম নেলে ছাড়িবু নাহি এ নামে কি রস আছে রে ভাই এ নামে কি রস আছে রে ভাই যোজন যাজন ইষ্টভূতি তিনি চারি যুগ মধ্যে সার যোজন যাজন চারি যুগ মধ্যে সার যোজন যাজন ইষ্টভূতি তিনি চারি যুগ মধ্যে সার যোজন যাজন ইষ্টভূতি তিনি চারি যুগ মধ্যে সদা জপুথিলে ଏହି ସତ ନାମ ଏ ଭବୁ ହୋଇବୁ ପାର ସଦା ଜପୁଥିଲେ ଏହି ସତ ନାମ ଏ ଭବୁ ହୋଇବୁ ପାର ସତ ଗୁରୁ ଏହି କଲ୍କି ରୂପରେ 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 ପ୍ରଚାରିଲେ ନାମ
গতির উপরে ସେ କାନାଉରି ଏ ଭବ ସାଗରେ ଧରିଛନ୍ତି ନାବ ମଙ୍ଗ ସେ କାନାଉରି ଏ ଭବ ସାଗରେ ଧରିଛନ୍ତି ନାବ ସେ କାନାଉରି ଏ ଭବ ସାଗରେ ଧରିଛନ୍ତି ନାବ ମଙ୍ଗ ସେ କାନାଉରି ଏ ଭବ ସାଗରେ ଧରିଛନ୍ତି পারি হেবু যদি অধম সন্তান কর তুহি সত সঙ্গ পারি হেবু যদি অধম সন্তান কর তুহি সত সঙ্গ সত সঙ্গে অছি অবুলার সত সঙ্গে অছি অবুলার আই সত সঙ্গে অছি অবুলার সত সঙ্গে অছি অবুলার রাধা রাধা সদা জপমানস রাধা রাধা সদা জপমানস রাধা রাধা সদা জপমানস রাধা রাধা সদা জপমানস সত সঙ্গে অছি অবুলার সত সঙ্গে অছি অবুলার সত সঙ্গে অছি অবুলার সত সঙ্গে অছি অবুলার রাধা রাধা সদা জয় গুরু দাদা সমস্ত জয় গুরু ଜୟ ଗୁରୁ ଜୟ ଗୁରୁ। ଖୁବ ସୁନ୍ଦର ଭାବରେ ଆମର ସଦୟ ଆଦିତ୍ୟ ଭାଇ ଶ୍ରୀଯୁକ୍ତ ଆଦିତ୍ୟ କୁମାର ପଣ୍ଡା ଏବଂ ତାଙ୍କର ପରିବାର ତାଙ୍କ ଧର୍ମପତ୍ନୀ ଆମର ସଦୟ ଶଙ୍କର ସିନେମା ତାଙ୍କର ସୁକନ୍ୟା ଜ୍ୟେଷ୍ଠ କନ୍ୟା ଡକ୍ଟର ସୋନାଲି ମିଳିତ ଭାବରେ ସୁନ୍ଦର କୀର୍ତ୍ତନ ପରିବେଷଣ କଲେ। ଆଦିତ୍ୟ ଭାଇ ତାଙ୍କ ପରିବାର ସମସ୍ତଙ୍କର ସର୍ବଦା ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀଚରଣ ପ୍ରାର୍ଥନା। ଜୟ ଗୁରୁ। ଜୟ ଗୁରୁ ଦାଦା ଜୟ ଗୁରୁ ସମସ୍ତଙ୍କୁ ପ୍ରତିଦିନ ପ୍ରାତଃ ସମୟରେ ଚାନ୍ଦୋଳ ସତ୍ସଙ୍ଗ ବିହାର ଅନୁକୂଳରେ ସତ୍ସଙ୍ଗ ଆଜିର ସତ୍ସଙ୍ଗ ପ୍ରତିଦିନ ଭଳି ନିବେଦନ କରିଛନ୍ତି ମୋର ବଡ଼ ଭାଇ ଡକ୍ଟର ସୁରେଶ ଚନ୍ଦ୍ର ଦଳୟାସ ତାଙ୍କର ଆମ ପରିବାର ସମସ୍ତଙ୍କର ସର୍ବଦା ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀଚରଣ ପ୍ରାର୍ଥନା। ତ ସହିତ ପ୍ରତିଦିନ ଭଳି ସତ୍ସଙ୍ଗ ନିବେଦନ କରିଛନ୍ତି ଆମର ସତ୍ୟ ମିକିବ ଶ୍ରୀ ଅଭିରୂପ ସାହୁ ତାଙ୍କର ତାଙ୍କ ପରିବାର ସମସ୍ତଙ୍କର ଶାରୀରିକ ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀଚରଣ ପ୍ରାର୍ଥନା। ତ ସହିତ ସତ୍ସଙ୍ଗ ନିବେଦନ କରିଛନ୍ତି ଆମର ସମ୍ମାନୀୟ ଚିତ୍ତ ଭାଇ ଚିତ୍ତ ଚିତ୍ତରଞ୍ଜନ ବେହେରା ତାଙ୍କର ସ୍ୱର୍ଗତ ପିତୃଦେବ ଯଦୁମଣି ବେହେରାଙ୍କର ସାତ ଉପଲକ୍ଷେ ଠାକୁରଙ୍କ ଶ୍ରୀଚରଣରେ ସେଇ ସ୍ୱର୍ଗତ ଆତ୍ମାଙ୍କର ସଦ୍ଗତିର ପ୍ରାର୍ଥନା ଜଣେ ସହିତ ଚିତ୍ତ ଭାଇ ମଣି ଭାଇ ତାଙ୍କର ପରିବାର ସମସ୍ତଙ୍କର ସର୍ବଦା ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀଚରଣରେ ପ୍ରାର୍ଥନା। ତା ସହିତ ସତ୍ସଙ୍ଗ ନିବେଦନ କରିଛନ୍ତି ଆମ ସଦ୍ୟା ଜ୍ୟୋତିମା ଶ୍ରୀମତୀ ଜ୍ୟୋତିର୍ମୟୀ ସାହୁ ତାଙ୍କର ସୁକନ୍ୟା ଦୀପ୍ତିମୟୀ ତାଙ୍କର ଆଜି ମଧ୍ୟ ଗୋଟେ ଏକ୍ଜାମ ଅଛି ଏବଂ ତାଙ୍କର ସାଫଲ୍ୟତା କୃତିତ୍ୱତା ପାଇଁ ଆମେ ଠାକୁରଙ୍କ ଶ୍ରୀଚରଣରେ ପ୍ରାର୍ଥନା ଜଣାଇବା ସହିତ ଜ୍ୟୋତିମା ତାଙ୍କ ପରିବାର ସମସ୍ତଙ୍କର ସର୍ବଦା ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀଚରଣରେ ପ୍ରାର୍ଥନା। ପ୍ରତିଦିନ ଭଳି ଆମର ସତ୍ସଙ୍ଗରେ ଅନେକ ପୂଜ୍ୟ ରୀତି ଧୈର୍ଯ୍ୟ ଯାଜ ଗୁରୁ ଭାଇମାନେ ମା ମାନେ ଯୋଗଦାନ କରିଛନ୍ତି। ପ୍ରତିଦିନ ଭଳି ଆମର ଠାକୁରଙ୍କ ସର୍ବତ୍ରିତି ପୂଜ୍ୟ ସର୍ବଶ୍ରୀ ଅଶୋକ କୁମାର ମଲ୍ଲିକ ବିଜୟଭୂଷଣ ମିଶ୍ର ବିଚିତ୍ରାନନ୍ଦ ଆଚାର୍ଯ୍ୟ ବ୍ରଜବନ୍ଧୁ ବେହେରା ଡକ୍ଟର ନବୀନନାଥ ସ୍ୱାଇଁ ଡକ୍ଟର ସୀତାକାନ୍ତ ଦାସ ଡକ୍ଟର ସୁମନ୍ତ କୁମାର ମିଶ୍ର ଡକ୍ଟର ପଞ୍ଚାନ ମିଶ୍ର ଡକ୍ଟର ପବିତ୍ର କୁମାର ମେକପ ଦିବାକର ସ୍ୱାଇଁ ଇଞ୍ଜିନିୟର କାଶୀନାଥ ତ୍ରିପାଠୀ ଇଞ୍ଜିନିୟର ଅଭିନୟ ମହାପାତ୍ର ଇଞ୍ଜିନିୟର शशांक शेखर बेहरा इंजीनियर सच्चिदानंद मल्लिक इंजीनियर शरद कुमार दास इंजीनियर युवराज प्रसाद जगदीश चंद्र साहू कैलाश चंद्र बेहरा ममता साहू निमय चरण दास परेश्वर जेना प्रभात कुमार साहू प्रशांत कुमार सिंह
परशुराम मणिक, रमेश चंद्र नायक, रघुनाथ बस्तिया, रजनीकांत पंडा, रघुनाथ प्रधान, संतोष कुमार षडंगी, सुभाष चंद्र दास, तारकांत बेहरा, प्रोफेसर उग्रसेन लिंका, प्रोफेसर रुद्ररंजन त्रिपाठी एभଳି ଅନେକ ପୂଜାରୀତି ମାନେ ଯୋଗ ଦେଇଛନ୍ତି। ପରବର୍ତ୍ତୀ ଅବସ୍ଥାରେ ଆଉ ଯଦି କେହି ଯୋଗ ଦେଇଥିବେ ହୁଏତ ମୁଁ ଦେଖିନଥାଇପାରେ। ଆଉ ଆମ ପାଖରେ ଠାକୁର କଥା ଯେତେବେଳେ ଧରିବେ ଆମେ ସମସ୍ତେ ଜାଣିଛନ୍ତି ଅନେକ ଥର ତାଙ୍କର ଠାକୁର କଥା ଶୁଣି ଆସିଛନ୍ତି। ଜଣେ ବିଜ୍ଞ ପ୍ରାଜ୍ଞ ବ୍ୟକ୍ତିତ୍ୱ, ଜଣେ ସୁଭକ୍ତା, ଜଣେ ବିଷ୍ଟ ଶିକ୍ଷାବିତ୍, ସିଏ ହେଲା ଆମର ସମାନ୍ୟ ଅନୁଷ୍ଠାନ ଦା ଠାକୁରଙ୍କ ସହ ପ୍ରତିନିଧି ଶ୍ରୀ ଅନୁଷ୍ଠାନ ଚରଣ ସହ ଇଏ ପୁନର୍ବାର ଆମର ଅନୁରୋଧ ଆମ ସହିତ ଅଛନ୍ତି ଠାକୁରଙ୍କ କଥା ତୋଳି ଧରିବେ ଦାଦାଙ୍କୁ ଅନୁରୋଧ କରିବା ଆଲୋଚନା ଆରମ୍ଭ କରିବେ ଶ୍ରୀ ଅନୁଷ୍ଠାନ ଚରଣ ସହ ଠାକୁରଙ୍କ ସହ ପ୍ରତିନିଧି। ଜୟ ଗୁରୁଦେବ। ଜୟଗୁରୁ। ଜୟ ଗୁରୁ ଆଜ୍ଞା। ଆଜିର এই ପାବନ ପବିତ୍ର ହରିବାସରରେ ଯୋଗଦାନ କରି ପରମ ପିତା ପରମ ପ୍ରଭୁ ଶ୍ରୀ ଶ୍ରୀ ଠାକୁରଙ୍କ ଚରଣାର ବିନ୍ଦରେ ନତଜାନୁ ଶତକୋଟି ପ୍ରଣାମ ଜଣାଏ। ଜଗତ ଜନନୀ ଶ୍ରୀ ଶ୍ରୀ ବଡ଼ମାଙ୍କ ପଦାର ବିନ୍ଦରେ ପ୍ରଣାମ। ପରମ ପୂଜନୀୟ ଶ୍ରୀ ଶ୍ରୀ ବଡ଼ଦାଙ୍କ ପଦ ପଙ୍କଜରେ ପ୍ରଣାମ। ପରମରାଧ୍ୟ ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବଙ୍କ ପଦ କମଳରେ ନତଜାନୁ ପ୍ରଣାମ। ଗୁରୁ ପରିବାରର ପ୍ରତ୍ୟେକ ବରଣ୍ୟ ପ୍ରଣମ୍ୟ ବନ୍ଦନୀୟ ସଦସ୍ୟମାନଙ୍କର ପଦ କମଳରେ ପ୍ରଣାମ। ଆଜିର ପାବନ ପବିତ୍ର ହରିବାସରର ବରଣ୍ୟ ପ୍ରଣମ୍ୟ ବରିଷ୍ଠ ବିଶିଷ୍ଟ ପରିଚାଳକ ପୁରୋଧା ମହୋଦୟ, ଏହି ହରିବାସରକୁ ଅତ୍ୟଧିକ ମଞ୍ଜୁଳ ମଧୁର ମାର୍ମିକ କରିବା ପାଇଁ ଯେଉଁ ବରିଷ୍ଠ ବିଶିଷ୍ଟ ବରଣ୍ୟ ପ୍ରଣମ୍ୟ ରୀତିକ ମଣ୍ଡଳୀ ଯୋଗଦାନ କରିଛନ୍ତି ସମସ୍ତଙ୍କ ଉଦ୍ଦେଶ୍ୟରେ ଜଳହସ୍ତରେ ପ୍ରଣତି ଜଣାଏ। ପରମ ପୂଜନୀୟ ସମ୍ମାନନୀୟ ଶ୍ରଦ୍ଧାଭାଜନୀୟ ଅଦ୍ଭୁତ ଯାଜକ ମଣ୍ଡଳୀ, ଗରିୟସୀ ଜନନୀ କୂଳ, ସତୀର୍ଥ ପ୍ରତିମ ଗୁରୁଭ୍ରାତା ମଣ୍ଡଳୀ, ଭକ୍ତି ବିଦଗ୍ଧ ସଜନ ବୃନ୍ଦ, ପ୍ରାଣ ପ୍ରତିମ ପିଲାଏ, ସମସ୍ତଙ୍କ ଉଦ୍ଦେଶ୍ୟରେ ଯଥାଯୋଗ୍ୟ ପ୍ରୀତି ପ୍ରଣାମ ସ୍ନେହ ସଦିଚ୍ଛା ଶୁଭେଚ୍ଛା ଭଲବାସା ତଥା ରାନନ୍ଦିତ ଜୟଗୁରୁ ନିବେଦନ କରେ। ଆଜିର ଏହି ପରିବେଶକୁ ଅପୂର୍ବ ଉଲ୍ଲାସରେ ଉଚ୍ଛ୍ୱାସରେ ପୁଲକରେ ସଜ୍ଜିତ କରିଥିବା ଭୋଗଦାତା ମାନେ ଡକ୍ଟର ସୁରେଶ ଚନ୍ଦ୍ର ଦଳେଇ ଭାଇ, ଅଭିରୂପ ସାହୁ ଭାଇ, ଚିତ୍ତରଞ୍ଜନ ବେହେରା ଭାଇ ତଥା ଅନ୍ୟ ଜଣେ କିଏ ମା ମଧ୍ୟ ଭୋଗ ନିବେଦନ କରିଛନ୍ତି। ସମସ୍ତଙ୍କର ମନସ୍କାମନା ପୂର୍ଣ୍ଣ ହଉ, ସମସ୍ତେ ପରମ ପିତାଙ୍କ ଦୟା କରୁଣାରୁ ଶାନ୍ତିରେ ସ୍ୱସ୍ତିରେ ଆନନ୍ଦରେ ଜୀବନ ନିର୍ବାହ କରନ୍ତୁ, ଏହି ପ୍ରାର୍ଥନା ପ୍ରଭୁଙ୍କ ପାଖରେ ରଖିବି। ଆପଣମାନେ ମଧ୍ୟ ସମସ୍ତେ ପରମ ପିତାଙ୍କ ଦୟା କରୁଣାରୁ ଆନନ୍ଦରେ ଆତଜାତ ହୁଅନ୍ତୁ, ଏହି ପ୍ରାର୍ଥନା ପୁନର୍ବାର ପରମ ପିତାଙ୍କ ଚରଣ ପଙ୍କଜରେ ରଖିବି। ଡିସେମ୍ବର 1 ତାରିଖ ଆପଣମାନଙ୍କ ସହିତ ଯୋଗଦାନ କରିଥିଲି, ପୁଣି ଯେ ଆଜି ଯୋଗଦାନ କରିବା ପାଇଁ ପୂଜ୍ୟ ଦେବେନ୍ଦ୍ର ଭାଇ କହିଥିଲେ, ଯୋଗଦାନ କରିଛି, ନିଜକୁ ଆନନ୍ଦ ଲାଗୁଛି। ମୁଁ ଗୋଟାଏ କଥା ବୁଝିପାରୁନାହିଁ, ଆପଣମାନଙ୍କ ଆଗରେ କହିବାକୁ ଚାହେଁ ନିଜର ଭାବି ଯେ ବାସ୍ତବରେ ବର୍ତ୍ତମାନ ସତ୍ସଙ୍ଗର ଗତାନୁଗତିକ ଶୈଳୀ ଯାହା, ଯେ ବକ୍ତାମାନଙ୍କର ଆଉ ଆବଶ୍ୟକତା ନାହିଁ। କୌଣସି ପରିବେଶ ପରିସ୍ଥିତିରେ ଯଦି ଆଉ ବକ୍ତା ମାନଙ୍କର ଖୋଜା ପଡୁନାହିଁ। ଦେବେନ୍ଦ୍ର ଭାଇ କାହିଁକି କେଜାଣି ମୋ ଭଳି ଜଣେ ଦିନହୀନ କିଞ୍ଚନ ମାମୁଲି ମଫସଲି ଗାଉଁଲି ମଣିଷକୁ ଖୋଜନ୍ତି, ମୁଁ ବେଳେବେଳେ ଚିନ୍ତାରେ ପଡ଼େ। ନିକଟରେ ଆମ ବାଲେଶ୍ୱର ଜିଲ୍ଲାର ଜିଲ୍ଲାସ୍ତରୀୟ ଐଶାୟନ ଉତ୍ସବ ହେଇଥିଲା ଏବଂ ନବୀନ ନୂତନ ପ୍ରବୀଣ ତରୁଣମାନେ ଆଲୋଚନା କରୁଥିଲେ। ସେମାନେ ସବୁ DPR କରୁଛନ୍ତି, ଏଣେତେଣେ ଯାଉଛନ୍ତି ପିଲାମାନେ, ସେମାନେ ଆଲୋଚନା କରୁଥିଲେ। ଆଉ ବକ୍ତାମାନଙ୍କୁ କେହି ଖୋଜୁନାହାନ୍ତି। ତେଣୁ କାହିଁକି କେଜାଣି ଦେବେନ୍ଦ୍ର ଭାଇ ଏମିତି ମାନସିକତା ନେଇ ଯେ ମତେ ଡାକୁଛନ୍ତି, ମୁଁ ନିଜେ ବୁଝିପାରୁନି। ଯେତେବେଳେ ସଭା ସମିତିରେ ଆଲୋଚନା ହଉଛି, ଯିଏ ଉଦ୍ଘୋଷକ ସିଏ କହୁଛନ୍ତି ଯେ ଅନୁଭୂତିକି ନେଇ ତୁମର ଚର୍ଚ୍ଚା କର। ଯେଉଁ ମଣିଷ ମାନେ ଅନୁଭୂତିକି ନେଇ ଚର୍ଚ୍ଚା କରୁଛନ୍ତି, ତାଙ୍କୁ ଅନୁଭୂତି ଶବ୍ଦର ଅର୍ଥ ପଚାରିଲେ କହିପାରିବେ କି ନାହିଁ, ମତେ ସନ୍ଦେହ ସୃଷ୍ଟି ହୁଏ। ଠାକୁର ଯେମିତି ଅନୁଭୂତିକୁ ନେଇ 3ଟା କଥା କହିଛନ୍ତି, ଆପଣମାନଙ୍କ ଆଗରେ ମୁଁ ତୁଳି ଧରିବାକୁ ଚାହେଁ। ଠାକୁର କହୁଥିଲେ ଅନୁଶୀଳନ ଅନୁସରଣ କରି ଯେ ଭଲ ମଣିଷଟେ ହେଇ ଉଠିବା, ସେଇଟା ହଉଛି ଅନୁଭୂତି। ଠାକୁର କହୁଥିଲେ ଜ୍ଞାନ ଭାବ ବା ବୋଧରେ ଉପନୀତ ହେବା
ହେଉଛି ଅନୁଭୂତି। ତେଣୁ ଅନୁଭୂତି ମାନେ ଜ୍ଞାନ ଅର୍ଜନ କରିବା, ଜ୍ଞାନର ଚର୍ଚ୍ଚା କରିବା, ତାହା କିନ୍ତୁ ହୁଏ ନା। କେମିତି କେମିତି ଭାବରେ ମଣିଷ ମାନେ ସତ୍ସଙ୍ଗକୁ ମୂଲ୍ୟାୟନ କରୁଛନ୍ତି, ମୁଁ ବେଳେ ବେଳେ ବୁଝିପାରେ ନା। ନହି ଜ୍ଞାନେନ ସଦୃଶ ପବିତ୍ରମ୍ ଇଦମ ଉତ୍ତମମ୍। ଜ୍ଞାନ ଭଳି ପବିତ୍ର ବସ୍ତୁ ଦୁନିଆରେ ନାହିଁ। ଆଉ ଯେଇଠି ଜ୍ଞାନ ନାହିଁ ସେ ଅଜ୍ଞାନ। ଆଉ ଅଜ୍ଞାନ ମଣିଷ ଯେ ଏଇ ଜୀବସତ୍ତାକୁ ବା ନିଖିଳ ମନ ପ୍ରାଣକୁ କେମିତି ଉଦ୍ବେଳିତ କରିବ ଆପଣମାନେ ଚିନ୍ତା କରିବେ। ବହୁ ଗୁଣୀ ଜ୍ଞାନୀ ମଣିଷ ଅଛନ୍ତି, ମୋର ପୂଜନୀୟ ରଘୁନାଥ ଦା, ବସ୍ତିଆ ଦା, ସିଏ ମଧ୍ୟ ଅଛନ୍ତି, ଆପଣମାନେ ଚିନ୍ତା କରିବେ। ଏବଂ ସେଇ ଜ୍ଞାନ ଦ୍ୱାରା ମଣିଷର ଭାବ ଉଦ୍ରେକ ହୁଏ। ସେ ଭାବରୁ ମଣିଷ ବୋଧରେ ଉପନୀତ ହୁଏ, ଭଲ ମଣିଷଟି ହୁଏ। ଏଇଟା একটা ଅନୁଭୂତି। ଆଉ ଠାକୁର କହୁଛନ୍ତି ଅନୁଭୂତି ମାନେ ଅନୁସରଣ ପୂର୍ବକ ତାଙ୍କୁ ବୋଧ କରି ଉପଯୁକ୍ତ ହେଇ ଉଠିବା। ଅନୁସରଣ, ମୁଁ ତାଙ୍କୁ ଅନୁସରଣ କରିବି ଏବଂ ସେଇ ବୋଧକୁ ଅନ୍ତରରେ ସ୍ଥାନ ଦେଇ ଉପଯୁକ୍ତ ମଣିଷଟେ ହେବି। ମତେ ଦେଖି ମଣିଷ ଅନ୍ତରରେ ସ୍ୱତଃସ୍ଫୂର୍ତ୍ତ ଭାବରେ ଇଷ୍ଟ ଭାବର ଜାଗରଣ ହେବ। ମତେ ଦେଖି ମଣିଷ ବୁଝିପାରିବ ମୁଁ ଠାକୁରଙ୍କର ମଣିଷଟିଏ ବୋଲି। ଆଜ୍ଞା, ଥରେ ନଦୀରେ ଭାସି ଯାଇଥିଲି, ବହୁ ଦୂର ଭାସିଗଲି ଏବଂ ଠାକୁରଙ୍କ ଦୟା କରୁଣାରୁ ଭୀଷଣ ବନ୍ୟା ହେଇଥିଲା ଏବଂ ଉପରଓଳି 4ଟା ହେଇଯାଇଥିଲା। ଗୋଟେ ନଦୀ ବନ୍ଧରେ ମୋ ହାତ ପଶି ଯାଇଥିଲା, ମୁଁ ସେଠି ଲାଗି ରହିଥିଲି ଏବଂ ଠାକୁର ମୋତେ ବଞ୍ଚେଇଥିଲେ ବୋଲି ଭାବିଥିଲି। ଏଇ କଥାଟା ଦିନେ ସଭାରେ ମୁଁ କହିଦେଲି ଏବଂ ଏଇଟା ଅନୁଭୂତି ବୋଲି କହିଲି। ଜଣେ ବିଶିଷ୍ଟ ଶିକ୍ଷାବିତ ବସିଥିଲେ। ସେଇ ସଭା କାର୍ଯ୍ୟକ୍ରମ ସରିଗଲା ପରେ ସିଏ ମୋତେ ତାଙ୍କର ଏକ ଦାରୁଣ ଅନୁଭୂତି କହିଲେ ଏବଂ ସିଏ ବି ଭାସି ଯାଇଥିଲେ ଏବଂ ସିଏ ନଦୀରେ ହୁଏତ 2 କିଲୋମିଟର ପାଣି ଭିତରେ ବୁଡ଼ି ବୁଡ଼ି ମୃତ ଅବସ୍ଥାରେ ବହୁତ ଦୂରକୁ ଚାଲି ଯାଇଥିଲେ ଏବଂ ସେ ବଞ୍ଚିଥିଲେ। ଏବଂ ସିଏ ମୋତେ ପ୍ରଶ୍ନ କରିଥିଲେ, ମୁଁ ସତ୍ସଙ୍ଗର ଦୀକ୍ଷା ନେଇ ନାହିଁ, ମୁଁ ଠାକୁରଙ୍କୁ ଶରଣାଗତ ନୁହେଁ, ମୁଁ ତ ବଞ୍ଚିଥିଲି। ମୁଁ ଏଇଟା ଅନୁଭୂତି ବୋଲି ଭାବି ନାହିଁ। ଆଜ୍ଞା, ଆପଣ ଯାହା ଯେଉଁଟାକୁ ଅନୁଭୂତି ବୋଲି କହିଲେ, ଏଇଠୁ ଆପଣମାନେ ଚିନ୍ତା କରିବେ ଯେ ଅନୁଭୂତି କ'ଣ, କେତେ ବିରାଟ କଥା, କେତେ ତାତ୍ପର୍ଯ୍ୟପୂର୍ଣ୍ଣ କଥା ଆପଣମାନେ ସମସ୍ତେ ଅନୁଭବ କରିବେ। ସେଇ ପ୍ରସଙ୍ଗରେ କହିବାକୁ ଚାହେଁ, ଆମେ ସମସ୍ତେ ମଣିଷ। ଏଇ ଦେହ ଭିତରେ ଗୋଟେ କଳକାରଖାନା ଭଳି ଯେ ଘଟଣା ପ୍ରତି ମୁହୂର୍ତ୍ତରେ ଘଟି ଚାଲିଛି, ଗୋଟାଏ ମିନିଟ୍ ପାଇଁ ମଧ୍ୟ ତାର ବିରାମ ନାହିଁ। ଯେମିତିକି ଶ୍ୱାସକ୍ରିୟା, ଯେମିତିକି ହୃତ୍ପିଣ୍ଡର କ୍ରିୟା, ଏଇ ଦେହରେ ଥିବା ପ୍ରତ୍ୟେକ ଯନ୍ତ୍ରାଂଶ ଗୁଡ଼ିକ ପ୍ରତି ମୁହୂର୍ତ୍ତରେ ଚାଲୁ ରହିଛନ୍ତି। ଗୋଟାଏ ମୁହୂର୍ତ୍ତ ପାଇଁ ମଧ୍ୟ ସେମାନେ ଥମି ଯାଉନାହାନ୍ତି। ତେଣୁ ଦେହ ଭିତରେ କେତେ ପ୍ରକାର ଜଟିଳ ପ୍ରକ୍ରିୟା ଚାଲିଛି। ସେଇ ଜଟିଳ ପ୍ରକ୍ରିୟାକୁ ନିୟନ୍ତ୍ରଣ କରି ଏ ଦେହକୁ ସୁସ୍ଥ ସୁନ୍ଦର ରଖିବା ପାଇଁ ଯେ ଈଶ୍ୱରଙ୍କର ସାଧନ ଭଜନ କରି ପ୍ରଭୁଙ୍କର ନାମ ଧ୍ୟାନ କରି ଜୀବନକୁ ଅତିବାହିତ କରିବା, ତାହା ହେଉଛି ଅସଲ ଯେ ଅନୁଭୂତି। କେତେ ପ୍ରକାର ଲୋକ କେତେ ପ୍ରକାରର କଥା କହିବେ, କେତେ ପ୍ରକାରର ଇଣ୍ଟେଲିଜେଣ୍ଟ ମଣିଷ, ପ୍ରଜ୍ଞାବାନ ମଣିଷ ମାନେ ସତ୍ସଙ୍ଗରେ ଉପସ୍ଥିତ ରହୁଛନ୍ତି। ସେମାନେ ମଧ୍ୟ ଯେ ଖୋଜ ଖବର ନେଉଛନ୍ତି ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କର ବିଶେଷତ୍ୱ କ'ଣ। ସେଇପାଇଁ ତ ଠାକୁର ଆମ ସମସ୍ତଙ୍କୁ ସଚେତନ କରି ଶିଖେଇଛନ୍ତି, ସବ ପ୍ରବୃତ୍ତିର ବାତୁଲ ଚଲା, ହଇ ଉଠୁক সব নিথর, ধারণ পালন উৎস নিয়ে হেসে উঠুক তোর ঈশ্বর। অতএব ମୋ ଭିତରେ ଥିବା ସବୁ ପ୍ରବୃତ୍ତି ଏବଂ ବାତୁଳ ଚଲା ଯେମିତି ଭାବରେ ମୁଁ ଜୀବନକୁ ଅତିବାହିତ କରୁଛି, ସେଗୁଡ଼ିକ ନିଥର ନିଷ୍ପନ୍ଦ ହେଉ, ମୋ ଅନ୍ତରଟା ଜାଗ୍ରତ ହେଉ, ମୁଁ ଚେତନାଦୀପ୍ତ ହେଇ ଉଠେ, ବିବେକବାନ ମଣିଷଟେ ହୋଇ ଧାରଣ ପାଳନର ଯିଏ ପରମ ଉତ୍ସ ତାଙ୍କ ଜୀବନରେ ବହନ କରି ମୋ ଜୀବନକୁ ମାର୍ମିକ କରେ। ଏଇ ହେଉଛି ଜୀବନର କଥା। ଠାକୁର କହିଥିଲେ, ଜୀବନଟା তোর নয় কো বাতুল, নয় কো বেকুব, মিথ্যা ভরা, বিধির বিধান চলরে মেনে হবই জীবন তৃপ্তি ভরা। এই জীবনটা বাতুল জীবନ ନୁହେଁ। ବାତୁଳତା କରିବା, ପାଗଳାମି କରିବା এই ଜୀବନର ଉଦ୍ଦେଶ୍ୟ ନୁହେଁ ଏବଂ এই ଜୀବନ ମଧ୍ୟ ବେକୁବତାର ଯେ ସ୍ଥାନ ନୁହେଁ ଏବଂ ଏହା ମଧ୍ୟ ମିଥ୍ୟା ଆଚରଣ କରିବାର ଯେ ପବିତ୍ର ସ୍ଥାନ ନୁହେଁ। ସେଇପାଇଁ ବିଧିର ବିଧାନ ମାନେ ଯେଉଁ ବିଧିବିଧାନ ଠାକୁର ଦେଇଯାଇଛନ୍ତି, ସାଧନ ଭଜନର କଥା, ତପଶ୍ଚର୍ଯ୍ୟାର କଥା, ଜ୍ଞାନ ଆହରଣର କଥା, ଯେ ଅଧ୍ୟୟନ ଅଧ୍ୟାପନାର କଥା, ଏସବୁ ଗୁଡ଼ିକ ଯେ ଆମ ସମସ୍ତଙ୍କୁ ଯେ ସାଧନା କରିବାକୁ ପଡ଼ିବ। ଅନ୍ୟଥା ଅନୁଭୂତିର ଗଳ୍ପ ଯେ ଜଗତରେ
ଯେ ସେମିତି ମଙ୍ଗଳ ଯେଉଁ ଅନୁଭୂତିର ଗଳ୍ପ ପିଲାମାନେ କରୁଛନ୍ତି ତା ଦ୍ୱାରା ଜଗତରେ ମଙ୍ଗଳ ହେବ ନାହିଁ। ବେଳେବେଳେ ସେଇମାନଙ୍କ ଭିତରେ କେତେ କେତେ ଅବଜ୍ଞା, କେତେ କେତେ ଅବମାନନା ଯେ ଆଖିରେ ପଡ଼ିଯାଏ, ମନ କଷ୍ଟ ହୁଏ, ପ୍ରତିକ୍ରିୟା କରିବାକୁ ଇଚ୍ଛା ହୁଏ ନା। ଆପଣମାନଙ୍କୁ ନିଜର ଭାବୁଛି ବୋଲି ଯେ ସେଇ କଥା ମୁଁ କହୁଛି, ଆପଣମାନେ ମୋତେ କେହି ଯେ ଖରାପ ବୁଝିବେ ନାହିଁ, ଯେ ପ୍ରାଞ୍ଜଳ ଭାବରେ ସ୍ପଷ୍ଟ ଭାବରେ ଆପଣମାନେ ସେଇ ସବୁ କଥାକୁ ଚିନ୍ତା କରିବେ। ଠାକୁରଙ୍କ ସାମ୍ନାରେ ଯେ ତାଙ୍କ ପଦ ପ୍ରାନ୍ତରେ ବହୁ ଭକ୍ତ ସଜ୍ଜନ ମାନେ ବସିଛନ୍ତି। ଠାକୁର କହୁଛନ୍ତି ତମେ ମାନେ ମଣିଷ ଏକ ଦୁର୍ଲଭ ଜୀବନ ନେଇ ଯେ ପୃଥିବୀକୁ ତୁମେ ଆସିଛ ବା ଈଶ୍ୱର ତୁମକୁ ଆଣିଛନ୍ତି, ତେଣୁ ସ୍ନେହଶୀଳ ଭାବ ନେଇ ତୁମେ ବଞ୍ଚି ରୁହ, ମମତାପୂର୍ଣ୍ଣ ଦିବ୍ୟ ଦୃଷ୍ଟି ନେଇ ତୁମେ ଆତଜାତ ହୁଅ, ବିବେକବାନ ମଣିଷଟେ ତୁମେ ହେଇ ଉଠ, ସହଯୋଗିତା ତମ ଜୀବନର ଅଙ୍ଗ ହେଇ ଉଠୁ ଏବଂ ସହିଷ୍ଣୁତା ଯେ ତୁମ ଜୀବନର ଏକ ଅନୁପମ ବିଭବ ହେଇ ଉଠୁ। ଠାକୁର କଥା କହୁଛନ୍ତି ଅତଏବ ମମତାପୂର୍ଣ୍ଣ ଜୀବନ, ସ୍ନେହପୂର୍ଣ୍ଣ ଜୀବନ, ସହିଷ୍ଣୁତା, ସହ୍ୟଭାବ ଏସବୁ ନେଇ ବଞ୍ଚିବା। ଯେକୌଣସି ପରିବେଶ ପରିସ୍ଥିତିରେ ଏମିତି ସେମିତି ଯେ କଥାବାର୍ତ୍ତା ନ କରିବା, କାହାକୁ କଷ୍ଟ ନ ଦେବା, ମନ ପ୍ରାଣରେ କେତେବେଳେ କାହାକୁ ଯେ କୁତ୍ସାରଟନା ନ କରି ଯେ ଦୁଃଖ ନ ଦେବା, ଏହି ହେଉଛି ସତ୍ସଙ୍ଗୀର ଯେ ଲକ୍ଷଣ। ଠାକୁରଙ୍କୁ ଭକ୍ତମାନେ ପଚାରୁଥିଲେ, ଠାକୁର ଆପଣ ତ ଏତେ ଗମ୍ଭୀର ଭାବରେ ଦାର୍ଶନିକ ପୂର୍ଣ୍ଣ ଭାବରେ ଆପଣ ଏଇ ସ୍ନେହ ମମତାର କଥା କହୁଛନ୍ତି, ଖାଲି ଯେ ସହଜ ସରଳ ଭାବରେ କହିଦିଅନ୍ତୁ ଯେ କେମିତି ଯେ ସ୍ନେହ ମମତା ଯେ ସୃଷ୍ଟି ହୁଏ। ଠାକୁର କହୁଥିଲେ ଯେ ମୋର ଗୋଟାଏ କଥା ତମେ ମାନିବ। ସମସ୍ତେ ମଥା ହଲେଇଥିଲେ, ସମ୍ମତି ଜଣେଇଥିଲେ, ହଁ ଠାକୁର ଆପଣ କହନ୍ତୁ। ନା ତମେ ଡାକ୍ତର ବଲାଇଚାନ୍ଦ ମୁଖୋପାଧ୍ୟାୟଙ୍କ ନିକଟକୁ ଯାଅ। ଠାକୁରଙ୍କର ପ୍ରିୟ ମଣିଷ, ସତ୍ସଙ୍ଗର ପ୍ରଖ୍ୟାତ କର୍ମୀ ଡାକ୍ତର ବଲାଇଚାନ୍ଦ ମୁଖୋପାଧ୍ୟାୟ ଏବଂ ବିହାରର ଜିଲ୍ଲା ସଦର ମହକୁମାରେ ଯାହାଙ୍କର ନର୍ସିଂ ହୋମ୍ ଥିଲା ଠାକୁରଙ୍କ ସମୟରେ, ବିଶିଷ୍ଟ ଡାକ୍ତର ଠାକୁର ସେଇ ମଣିଷମାନଙ୍କୁ କହିଥିଲେ ଯେ ମୁଁ ବୁଝେଇଲେ ତମକୁ ଦାର୍ଶନିକ ଭଳି ଲାଗୁଛି, ତୁମେ ସମସ୍ତେ ଯେ ବଲାଇଚାନ୍ଦ ମୁଖୋପାଧ୍ୟାୟ ବଲାଇ ଦାଙ୍କ ପାଖକୁ ଯାଅ, ସେ ତମକୁ ସ୍ନେହ ମମତା କ'ଣ ବୁଝେଇ ଦେବେ। ଏବଂ ସେ ଭକ୍ତମାନେ ରାଜି ହେଇଥିଲେ ଏବଂ ସମୟ କରି ସେମାନେ ଯାଇଥିଲେ ଯେ ବଲାଇଚାନ୍ଦ ମୁଖୋପାଧ୍ୟାୟଙ୍କ ନର୍ସିଂ ହୋମ୍କୁ ଏବଂ ଏମାନେ ପହଞ୍ଚିଥିଲେ। ଏଇ ଭକ୍ତ ସଜ୍ଜନ ମାନଙ୍କୁ ଦେଖିଥିଲେ ବଲାଇଦା ଏବଂ ଆତୁର ବିଭୋର ହୋଇ ସେମାନଙ୍କୁ ବସିବାକୁ ସ୍ଥାନ ଦେଇଥିଲେ ତାଙ୍କ ନର୍ସିଂ ହୋମ୍ରେ, ତାଙ୍କ ସାମ୍ନାରେ, ଏବଂ ପଚାରିଥିଲେ ଆପଣମାନେ ଆକସ୍ମିକ ଭାବରେ ଆସିଛନ୍ତି କ'ଣ, ଆପଣମାନଙ୍କ ଦେହ ଖରାପ ଅଛି କି? ଏମାନେ କହିଥିଲେ ନା ନା ଠାକୁର ପଠେଇଛନ୍ତି। ନା କ'ଣ, ନା ଆପଣ ଖାଲି ଦୟାକରି ଯେ ସ୍ନେହ ମମତାର କଥାଟା ବୁଝେଇ ଦିଅନ୍ତୁ, ଆପଣ କାଳେ ଭଲ ଭାବରେ ବୁଝେଇ ଦେବେ ଯେ ଠାକୁର ଯେ ପଠେଇଛନ୍ତି। ଏବଂ ସିଏ ଟିକେ ଯେ ହସିଦେଲେ ଯେ ଠାକୁର ଏମାନଙ୍କୁ ମୋ ପାଖକୁ ପଠେଇଛନ୍ତି। ଠାକୁର କହିଲେ ଏବଂ ଠାକୁର କହି ସେମାନଙ୍କୁ ପଠେଇଥିଲେ ତୁମେ ତାଙ୍କ ନିକଟକୁ ଯାଅ। ଏବଂ ସେତେବେଳେ ଯେ ବଲାଇଚାନ୍ଦ ମୁଖୋପାଧ୍ୟାୟ ସେମାନଙ୍କୁ କହୁଛନ୍ତି ମୋର ଗୋଟେ ଅନୁଭୂତି ଆପଣଙ୍କ ଆଗରେ କହିବାକୁ ଚାହେଁ। ନା କ'ଣ, ନା ଦିନେ ମୁଁ କ୍ଲିନିକ ଖୋଲିଲି, ବସ୍ତି କ୍ଲିନିକରେ ଜଣେ ବୟସ୍କ ଲୋକ, ହୁଏତ 90 ବର୍ଷର ବୁଢ଼ା ଲୋକ ମୋ ନିକଟକୁ ଆସିଲେ। ତାଙ୍କ ଦେହ ଅସୁସ୍ଥ ଥିଲା ଏବଂ ମୋ ନିକଟରେ ବସିଲେ ଏବଂ ମୋତେ ପଚାରିଲେ, ଡାକ୍ତର ବାବୁ ଆପଣ କେତେ ଟଙ୍କା କରି ଏଇ ଯେ ରୋଗୀକୁ ଦେଖନ୍ତି, କେତେ ଟଙ୍କା ପାଉଣା ନିଅନ୍ତି? ଏବଂ ଡାକ୍ତର ବାବୁ କହିଲେ ଯେ ମୁଁ 10 ଟଙ୍କା ନିଏ। ଏବଂ ସେତେବେଳେ ବୁଢ଼ା ଲୋକଟି ତାଙ୍କୁ କହୁଥିଲା କ'ଣ କମ୍ ନେବେ ନାହିଁ, ଯେ 10 ଟଙ୍କାରୁ କମ୍, ମୁଁ ତ ଶୁଣୁଥିଲି ଆପଣ 5 ଟଙ୍କା ନେଉଥିଲେ। ନା ବର୍ତ୍ତମାନ ଦରଦାମ ବଢ଼ିଗଲାଣି, ମୁଁ 10 ଟଙ୍କା ନେଉଛି। ନା ମୁଁ ତ ଏତେ ଦେଇପାରିବିନି, ଯେ 3 ଟଙ୍କା ଦେଇପାରେ, ମୋତେ 3 ଟଙ୍କା ଦେଇ ଆପଣ ନେଇ ଦେଖିବେ ତ? ସେତେବେଳେ ବଲାଇଦା କହୁଥିଲେ ଯେ ଆପଣ କି ନିହାତି ଗରିବ ଲୋକ, ଆପଣଙ୍କ ପାଖରେ କିଛି ନାହିଁ, ଯଦି କିଛି ନାହିଁ ତାହେଲେ ମୁଁ ଦେଖିପାରେ ଯେ ଆପଣଙ୍କର ଯେଉଁ ଦେହର ଅସୁସ୍ଥତା ଅଛି। ଦେଖିଲା ପରେ କହିଲେ ଯେ 50 ଟଙ୍କାର ଔଷଧ ଲାଗିବ, ଆପଣ ତ ମୋତେ 3 ଟଙ୍କା ଦେବେ କହୁଛନ୍ତି, ପୁଣି ଏଇ ଯେ 50 ଟଙ୍କାର ଔଷଧ ନେବେ, କେମିତି ନେବେ? ବୁଢ଼ା ଲୋକ ଚିନ୍ତାରେ ବସିଯାଇଥିଲେ। ଅକସ୍ମାତ ସେଇ ସମୟରେ ଜଣେ ମା ସେଇ ନର୍ସିଂ ହୋମ୍କୁ ଆସିଥିଲେ ଏବଂ ନର୍ସିଂ ହୋମ୍ରେ ସେମାନେ ସେ ଆସି ଡାକ୍ତରଙ୍କ ସାମ୍ନାରେ ପହଞ୍ଚିଲେ, ଜଣେ ବୁଢ଼ୀ ମା, ଏବଂ ଡାକ୍ତର ତାଙ୍କୁ ଦେଖିଥିଲେ
ଏବଂ ଡାକ୍ତର ଅବାକ ବିସ୍ମୟ ହେଇ କହିଥିଲେ ମା ଯେ ଯେ ତୁମକୁ ଯକ୍ଷ୍ମା ହେଇଛି ଟ୍ୟୁବରକ୍ଲୋସିସ୍ ଯେ ତୁମକୁ ଯକ୍ଷ୍ମା ରୋଗ ହେଇଛି ମା ଏବଂ ଅତି କମରେ 500 ଟଙ୍କାର ଔଷଧ ଲାଗିବ ତୁମେ ଏତେ ପଇସା ଦେଇ ଔଷଧ ଖାଇବ ମା। ସେତେବେଳେ ମାଟା ତଳକୁ ମୁହଁ ପୋତିଥିଲା ଗରିବ ମାଟା ଥିଲା ପାଖରେ ଏତେ ପଇସା ନଥିଲା ଏବଂ କେମିତି ଯେ ଆଶଙ୍କାରେ ଆଶଙ୍କିତ ହୋଇଥିଲା ସେଇ ବୁଢ଼ୀ ମାଟା ଏବଂ ଆକସ୍ମିକ ଭାବରେ ଘଟଣାଟିଏ ସେଠି ଘଟିଥିଲା। ଯେଉଁ ବୁଢ଼ା ଲୋକଟି ଯାଇଥିଲା ଏବଂ ଯେଉଁ ବୁଢ଼ା ଲୋକ ଯେ ବଲାଇଦାଙ୍କ ସହିତ ମୁଲଚାଲ କରୁଥିଲା ଯେ 3 ଟଙ୍କା ଦେବି ଆପଣ ମତେ ଦେଖିଦିଅନ୍ତୁ ସେ ନିଜ ଧୋତି କାନିରେ ଗୋଟେ 500 ଟଙ୍କିଆ ନୋଟ ବାନ୍ଧିଥିଲେ 500 ଟଙ୍କା 500 ଟଙ୍କା ରଖିଥିଲେ ତାକୁ ବାହାର କରି ଡାକ୍ତରଙ୍କୁ ଦେଇଥିଲେ ବଲାଇଦାଙ୍କୁ କହିଲେ ବଲାଇଦା ଯେ ଆପଣ ସେ ମାଆକୁ ଦେଖିଦିଅନ୍ତୁ ଔଷଧର ବ୍ୟବସ୍ଥା କରିଦିଅନ୍ତୁ ମାଆଟା ହୁଏତ ବଞ୍ଚି ଯାଇପାରେ କେତେ ଆଶା ନେଇ ଆସିଛି ଡାକ୍ତର ଦା ଏବଂ ଡାକ୍ତରଙ୍କ ଆଖିରୁ ଛଳ ଛଳ ଲୁହ ଆସିଥିଲା। ସେ ବୁଢ଼ାକୁ ପଚାରିଥିଲେ ଯେ ମଉସା ଯେ ତମ ପାଖରେ ଏତେ ପଇସା ନଥିଲା ତେବେ 3 ଟଙ୍କା ଦେବା ପାଇଁ ମଧ୍ୟ କୁଣ୍ଠିତ ହଉଥିଲ ଏଇ 500 ଟଙ୍କା ତମେ ଦଉଛ କେମିତି ମଉସା ଏବଂ ସେତେବେଳେ ବୃଦ୍ଧ ଜଣକ କହିଥିଲେ ମାଆଟାକୁ ଦେଖିଲା ପରେ ଯେମିତି ଲାଗୁଥିଲା ମୋ ମା ବସିଛି ମୋ ମା ରୋଗଗ୍ରସ୍ତ ହୋଇଛି କେମିତି ସ୍ନେହ ମମତା ଅନୁରଣନ ମୋ ଅନ୍ତରରେ ସୃଷ୍ଟି ହଉଥିଲା ମୋ ରୋଗର ନିରାକରଣର ଆବଶ୍ୟକତା ନାହିଁ ଯେ ଦାଦା ଆପଣ ଦୟାକରି ସେ ମାଆକୁ ଭଲ କରି ଦିଅନ୍ତୁ ଏବଂ 500 ଟଙ୍କା ନିଅନ୍ତୁ। ଅଶ୍ରୁ ଝରଝର ହେଇଥିଲା ଯେ ବଲାଇ ଚାନ୍ଦଙ୍କ ମୁଖମଣ୍ଡଳ କହିଥିଲେ କାହା ଠାକୁର ପଇସା ନେବି ନାହିଁ ତୁମକୁ ଦେଖିଦେବି। ଠାକୁର ସେଇ ପାଇଁ ଶିଖେଇଥିଲେ ଅନୁସରଣ ପୂର୍ବକ ତାଙ୍କୁ ବୋଧ କରିବା ହେଉଛି ଉପଯୁକ୍ତ ସେବା। ମଣିଷ ଯେ ସେବାର ଅର୍ଥ ଆଜ୍ଞା ବୁଝି ନାହିଁ କିନ୍ତୁ ସେବାର ଆଲୋଚନା କରେ ସେବାର ପର୍ଯ୍ୟାଲୋଚନା କରେ ଯେ ଠାକୁର କ'ଣ କହିଥିଲେ ସେବା ମାନେ ସେବ ଧାତୁରୁ ଅଛି ସେବ ପରେ ହଳନ ସେବ ମାନେ ଯେ ପରିଚର୍ଯ୍ୟା ଏବଂ ଶୁଶ୍ରୂଷାର ସହିତ ଲାଗି ରହିବା ଠାକୁର କହିଥିଲେ ସେଇ ଭାବ ସୃଷ୍ଟି ହେଇଥିଲା ବଲାଇଚାନ୍ଦ ମୁଖୋପାଧ୍ୟାୟଙ୍କ ଭିତରେ ଏବଂ ବଲାଇଚାନ୍ଦ ମୁଖୋପାଧ୍ୟାୟ ବିନା ପଇସାରେ ସେମାନଙ୍କୁ ଚିକିତ୍ସା କରିଥିଲେ। ଅତ୍ୟନ୍ତ ଆତୁର ବିଭୋର ହୋଇ ସେଇ ଭକ୍ତମାନଙ୍କୁ କହିଥିଲେ ଏଇ ହେଉଛି ସ୍ନେହ ଆଉ ମମତା ଠାକୁରଙ୍କୁ ଗ୍ରହଣ କରିଛି ବୋଲି ସେଦିନ ସେଇ ବୃଦ୍ଧ ଲୋକଙ୍କର ଯେ କାର୍ଯ୍ୟକଳାପ ଦେଖି ଆଉ ଟଙ୍କା ହିଁ ନେବାକୁ ଇଚ୍ଛା ହେଲା ନାହିଁ ଏବଂ ପରିଚର୍ଯ୍ୟା ଶୁଶ୍ରୂଷାର ଭାବ ମୋ ଅନ୍ତରରେ ଜାଗ୍ରତ ହେଇଥିଲା ଏବଂ ମୁଁ ସେବା ଦେଇଥିଲି। ଏଇ ହେଉଛି ସ୍ନେହ ମମତା। ସଂସାରକୁ ଆସିଛି କିଛି ପାଇଯିବି କିଛି ହେଇଯିବି ପ୍ରତିଷ୍ଠା ଲାଭ କରିବି ସେସବୁ ଆକୁଳ ଆକାଂକ୍ଷା ନେଇ ମଣିଷଟା କେତେବେଳେ ତାଙ୍କ ନିକଟକୁ ଆସେ ନା ଯେ ଭାବ ବିମୁଗ୍ଧ ମଣିଷ ଖାଲି ପ୍ରାଣପଣେ ତାଙ୍କୁ ଭଲ ପାଏ ତାଙ୍କ କଥାକୁ ମନର ମନ୍ଥର କରି ଅନ୍ତର ଜଗତରେ ଅନୁରଣନ ସୃଷ୍ଟି ହୁଏ ଆଲୋଡ଼ନ ସୃଷ୍ଟି ହୁଏ ତାଙ୍କରି କଥା ଭାବି ଭାବି ଯେ ଜୀବନକୁ ଅତିବାହିତ କରେ। ଏଇ ହେଉଛି ଯେ ମଣିଷ ଜୀବନର ପରମ୍ପରା ଏଇ ହେଉଛି ଜୀବନର ପରାକାଷ୍ଠା ଏବଂ ସେ ଲୋକମାନେ ବହୁତ ଖୁସି ହେଇଥିଲେ। କାହାକୁ ସ୍ନେହ ମମତା କହନ୍ତି ଯେ ବଲାଇଦାଙ୍କ ନିକଟରୁ ଯେ ବୁଝିକି ଆସିଥିଲେ ଠାକୁର ଆଜ୍ଞା ଅପେକ୍ଷା କରୁଛନ୍ତି ସେମାନେ ଯେ ବିହାରରୁ ଫେରିଛନ୍ତି ସେତେବେଳେ ଯେ ଆଶ୍ରମ ବିହାରରେ ଥିଲା ଝାଡ଼ଖଣ୍ଡ ହେଇନଥିଲା ଏବଂ ଠାକୁର ସେଇ ଭକ୍ତମାନଙ୍କୁ ଅପେକ୍ଷା କରୁଛନ୍ତି ସନ୍ଧ୍ୟା ସମୟରେ ସେଇ ଭକ୍ତମାନେ ଆସି ଠାକୁରଙ୍କୁ ପ୍ରଣାମ କଲେ ଏବଂ ସମସ୍ତ ଅଶ୍ରୁ ସଜ୍ଜଳ ନୟନରେ ଯେ ବଲାଇଚାନ୍ଦ ଦାଙ୍କର କଥାଟା ଯେ ଠାକୁରଙ୍କ ଆଗରେ କହିଥିଲେ ଠାକୁର କହିଲେ ତମେ ତ ବଲାଇ ଦା ନିକଟରୁ ସ୍ନେହ ମମତା ଶିଖିକି ଆସିଲ ଆଉ ମୁଁ ଟିକେ ତମକୁ କହିବାକୁ ଚାହେଁ ଏବଂ ଠାକୁର ମଧ୍ୟ ତାଙ୍କ ଜୀବନର ଅପୂର୍ବ ଅନୁଭୂତିଟିଏ ସେ ଭକ୍ତମାନଙ୍କ ଆଗରେ କହିଥିଲେ। ଠାକୁର କହୁଥିଲେ ସେତେବେଳେ ଯେ ପାବନାର ହିମାୟତପୁରରେ ମୁଁ ଥିଲି ଏବଂ ସେତେବେଳେ ସତ୍ସଙ୍ଗର କାର୍ଯ୍ୟକଳାପ ସେଠି ଅବାରିତ ଛନ୍ଦରେ ଯେ ଆଗେଇ ଚାଲିଥିଲା ଏବଂ ଦିନେ ହଠାତ୍ ଯେ ଚପଳକାନ୍ତି ଭଟ୍ଟାଚାର୍ଯ୍ୟ ଚପଳକାନ୍ତି ନାଁ ଗୁଡ଼ା ମନେ ରଖିବେ ଆଜ୍ଞା ପ୍ରଥମ ନାଁ ବଲାଇଚାନ୍ଦ ମୁଖୋପାଧ୍ୟାୟ ବର୍ତ୍ତମାନ ଠାକୁରଙ୍କ ଲୀଳା ମାଧୁରୀର ଅନ୍ତର୍ଗତ ମଣିଷ ହେଲେ ଚପଳକାନ୍ତି ଭଟ୍ଟାଚାର୍ଯ୍ୟ ଜଣେ ଯେ ଗଣମାଧ୍ୟମର ସମ୍ପାଦକ ଏଡିଟର ଏବଂ ମାସ୍ ମିଡ଼ିଆର ଏଡିଟର ପ୍ରଖ୍ୟାତ ଖ୍ୟାତି ସମ୍ପନ୍ନ ଲୋକ ସେ କୁଷ୍ଟିଆର ଲୋକ ଏବଂ ପ୍ରଖ୍ୟାତ ଖ୍ୟାତି ସମ୍ପନ୍ନ ଲୋକ ଭାରତ ବର୍ଷରେ ତାଙ୍କର ଅନନ୍ୟ ଅନୁପମ ଯେ ଖ୍ୟାତି ଥିଲା ଯଶ ଥିଲା ଚପଳକାନ୍ତି ଭଟ୍ଟାଚାର୍ଯ୍ୟଙ୍କର ଏବଂ ଚପଳକାନ୍ତି ଭଟ୍ଟାଚାର୍ଯ୍ୟ ଆସିଛନ୍ତି ଠାକୁରଙ୍କ ନିକଟକୁ ଆଶ୍ରମରେ ବୁଲିଛନ୍ତି ବହୁ ଭକ୍ତ ସଜ୍ଜନଙ୍କର ସଙ୍ଗ ସାନ୍ନିଧ୍ୟ ଲାଭ କରିଛନ୍ତି ଆଳାପ ଆଲୋଚନା କରି ବେଶ ମନ ଆନନ୍ଦ ହୋଇଛି ଠାକୁରଙ୍କ ସମ୍ପର୍କରେ କିଛି କିଛି କଥା ଜାଣିଛନ୍ତି ଏବଂ ଚତୁର୍ଦିଗରେ ଟଙ୍ଗା ଯାଇଥିବା
ବାଣୀ କୁ ସେ ପଢିଛନ୍ତି ଚପଳକାନ୍ତି ଭଟ୍ଟାଚାର୍ଯ୍ୟ ସେ ବହୁତ ଖୁସି ହେଇଛନ୍ତି। ଏଇ ଯେ ଲୋକସେବାର ଅନନ୍ତ ପ୍ରଭାବ ଆଶ୍ରମରେ ସୃଷ୍ଟି ହଉଛି ଠାକୁରଙ୍କ ମନ ମାନସରୁ ଅଙ୍କୁରିତ ହୋଇଛି ସେଇ ଭାବର ଗୁଞ୍ଜନ ତାକୁ ଅନୁଭବ କରିଥିଲେ ଚପଳକାନ୍ତି ଭଟ୍ଟାଚାର୍ଯ୍ୟ ଏବଂ ଠାକୁରଙ୍କୁ ଆସି କହିଥିଲେ ଠାକୁର ଏତେ କଥା ଆପଣ କରୁଛନ୍ତି ଯେ ଭାରି ମନ ଖୁସି ହେଲା କିନ୍ତୁ ଆପଣ କାହିଁକି ଯେ ଗୋଟେ ପ୍ରେସ୍ ମିଟ୍ କରୁନାହାନ୍ତି ଆପଣ କାହିଁକି ଗଣମାଧ୍ୟମ ଆଗରେ ସାକ୍ଷାତକାର ଦେଇ ଯେ କଥା କହୁନାହାନ୍ତି ଯେମିତିକି ଉତ୍ସବ ହଉଛି ଯେ ଯେ ମୁଁ ଆଜ୍ଞା ମୋ କଥା କହୁଛି ମତେ କ୍ଷମା କରିବେ ଯେ ନିଶ୍ଚିତ ଯେ ଆମ ସତ୍ସଙ୍ଗରେ ବି ଯେ ଗଣମାଧ୍ୟମ ଆଗରେ ଯେ ପ୍ରକାଶ କରାଯାଉଛି ଠାକୁର ତା ଚାହାନ୍ତି କି ନା ମୁଁ ଜଣେ ଦିନହୀନ ଅକିଞ୍ଚନ ମଣିଷ ତାହା ମଧ୍ୟ ମୁଁ ଜାଣେ ନା କିନ୍ତୁ ଗଣମାଧ୍ୟମ ଆଗରେ ଆମ ଦାଦାମାନେ କଣ୍ଠ ଫୁଟେଇ ଆୟୋଜନର କଥା କେତେ ପ୍ରକାର ପରିକଳ୍ପନାର କଥା କହୁଛନ୍ତି। ଚପଳକାନ୍ତି ଭଟ୍ଟାଚାର୍ଯ୍ୟ ସିଏ ମଧ୍ୟ ଠାକୁରଙ୍କୁ କହିଥିଲେ ଯେ ଗଣମାଧ୍ୟମ ଆଗରେ ଯେ ପ୍ରତିଦିନ ଆପଣ ପ୍ରେସ୍ ମିଟ୍ କରନ୍ତୁ ଏଇ ସେବାର କଥା ଏଇ ବାଣୀର କଥା ଏଇ ଜୀବନର କଥା କୁହନ୍ତୁ ସମଗ୍ର ପୃଥିବୀରେ ଆପଣ ହେବେ ଚର୍ଚ୍ଚାର ବିଷୟବସ୍ତୁ। ଠାକୁର ଅଧୀର ବିଭୋର ହେଇଥିଲେ ଏବଂ ପଚାରିଥିଲେ ଚପଳକାନ୍ତି ଦା ଆପଣଙ୍କର ପିଲାପିଲି ଅଛନ୍ତି ଏବଂ ଚପଳକାନ୍ତି ଭଟ୍ଟାଚାର୍ଯ୍ୟ କହୁଛନ୍ତି ନା ପୁଅ ଗୋଟାଏ ଆଉ ଝିଅ ଗୋଟାଏ ମୋର ଦୁଇଟି ସନ୍ତାନ। ନାଇଁ ଚପଳକାନ୍ତି ଦା ଆପଣଙ୍କ ପିଲାମାନେ କେହି ରୋଗଗ୍ରସ୍ତ ହେଇଥିଲେ କି ଏବଂ ଚପଳକାନ୍ତି ଦା ଏଣେ ତେଣେ ଚାହୁଁଛନ୍ତି ଠାକୁର କଣ କହିବାକୁ ଚାହାନ୍ତି କାରଣ ତାଙ୍କ ଜୀବନର ଯେ ଦୈନ ବିଦୀର୍ଣ୍ଣ ଘଟଣା ଘଟିଥିଲା 6 ମାସ ତଳେ ତାଙ୍କର ଏକମାତ୍ର ପୁତ୍ର ଯେ ଭୟାନକ ରୋଗରେ ପୀଡ଼ିତ ହୋଇଥିଲା ଏବଂ ମାସେ ଡାକ୍ତରଖାନାରେ ଯେ ରୋଗ ଶଯ୍ୟାରେ ଥିଲା ଅନେକ ସମୟ ଅଚେତ ଅବସ୍ଥାରେ ଜୀବନ ବିତାଉଥିଲା ତାଙ୍କ ପୁଅ ବହୁତ ସେବା ଶୁଶ୍ରୂଷା କଲା ପରେ ତାଙ୍କ ପୁଅ ଭଲ ହେଇଛି ସେ ଘରକୁ ଫେରିଛି। ଚପଳକାନ୍ତି ଦା ଭାବୁଛନ୍ତି ଠାକୁର ଏକଥା ଜାଣିଛନ୍ତି ନା କଣ ମତେ ପଚାରୁଛନ୍ତି ମୋ ପିଲାପିଲି ମାନଙ୍କର ନାଇଁ ଚପଳକାନ୍ତି ଦା ଏଇ ଯେ ପୁଅକୁ ବଞ୍ଚେଇ ଦେଲେ ସେବାରେ ତାକୁ ଶୁଶ୍ରୂଷା କଲେ ତାର ପରିଚର୍ଯା କଲେ ଏ ଗଣମାଧ୍ୟମ ଆଗରେ ପ୍ରେସ୍ ମିଟ୍ କରିକି କହିଛନ୍ତି ଏବଂ ସାଙ୍ଗେ ସାଙ୍ଗେ ଚପଳକାନ୍ତି ଦା କହୁଛନ୍ତି ଠାକୁର ଯେ ପୁଅ କଥା ନିଜ ମଣିଷର କଥା କି ପ୍ରେସ୍ ମିଟ୍ କରି କୁହାଯାଏ ଏବଂ ଠାକୁର କହିଥିଲେ ଚପଳକାନ୍ତି ଦା ସେଇ ହଉଛି ମୋ ଜୀବନର ଗତିଗତ୍ୟାନ୍ତର ଯେ ଏ ସଂସାରରେ ସମସ୍ତେ ମୋର ନିଜର ଚପଳକାନ୍ତି ଦା ସମସ୍ତଙ୍କୁ ସେବା କରେ ବୋଲି ସମସ୍ତଙ୍କୁ ପୁଅ ଝିଅ ଭାବେ ବୋଲି ଗଣମାଧ୍ୟମ ଆଗରେ ଅଭିବ୍ୟକ୍ତି ରଖିବି ସାମ୍ବାଦିକ ସମ୍ମିଳନୀରେ କହିବି ଏହା ତ ମୋ ପାଇଁ ଦାରୁଣ ଦୁଃସ୍ଥିତି ସୃଷ୍ଟି କରିବ ଚପଳକାନ୍ତି ଦା ଅଶ୍ରୁ ସଜ୍ଜଳ ନୟନରେ ଚାହିଁଥିଲେ ଚପଳକାନ୍ତି ଦା ପରମ ପିତା ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କୁ କେମିତି ଅନୁତାପର ତୁଷାର ଜଳି ଉଠିଥିଲା ତାଙ୍କ ଅନ୍ତର ମାନସରେ ଏଇ ହଉଛନ୍ତି ଠାକୁର ଏଇ ହଉଛି ଯେ ତାଙ୍କର ଯେ ଭଲ ପାଇବା ତାଙ୍କୁ ନେଇ ଯେ ମଣିଷ ଯେ ବଞ୍ଚିବାକୁ ଚାହେଁ ତାଙ୍କୁ ନେଇ ମଣିଷ ଯେ ଜୀବନକୁ ଯେ ବିସ୍ତାରିତ କରିବାକୁ ଚାହେଁ ତାଙ୍କ ଭାବଧାରା ତାଙ୍କ ଲୀଳା ମାଧୁରୀର କଥା ନ ଶୁଣିଲେ ଆଜ୍ଞା ଏ ତଥାକଥିତ ଏମିତି କାମ କରି ଯେ ଜଗତକୁ ଉଦ୍ଧାର କରିହେବ। ଜଣେ ଭାଇ ଯୁବକ ଭାଇ ତାଙ୍କ ସହିତ ମୋର ନିବିଡ଼ ସମ୍ପର୍କ କଥାବାର୍ତ୍ତା କରନ୍ତି ବେଳେ ବେଳେ ସତ୍ସଙ୍ଗକୁ ମତେ ନେଇଯିବାରେ ସହାୟତା କରନ୍ତି କିନ୍ତୁ ଅଧିକାଂଶ ସମୟରେ କହିବେ ଯେ ମୁଁ ଏତେ ଶହ ଲୋକଙ୍କର ମୁଁ DPR କରିଛି ଏଇ ଯେ ବାଲେଶ୍ୱର ଜିଲ୍ଲା ସ୍ତରୀୟ ଉତ୍ସବ ହଉଥିଲା ମୁଁ ତାଙ୍କୁ ପଚାରିଥିଲି ବିନମ୍ରତା ସହିତ ମୁଁ ପ୍ରଦୀପ୍ତ ଭାଇ କଥାଟିଏ ପଚାରିବି କହିବେ ଏତେ ଶହ ଲୋକଙ୍କର DPR କରିଛନ୍ତି ସବୁବେଳେ କହନ୍ତି ସେଇ ଏତେ ଶହ ଲୋକ ଭିତରୁ କେତେ ଜଣ ଆଜି ଏଠିକି ଆସିଛନ୍ତି ସେ ନୀରବ ରହିଥିଲେ କହିଲେ ଦାଦା ଯେ ସନ୍ଧାନ କରିନି ଜାଣିନାହିଁ ଆଜ୍ଞା DPR କରିବା ଭିନ୍ନ କଥା ମଣିଷକୁ ଇଷ୍ଟ ଭାବରେ ମନୋନସନ କରିବା ମଣିଷକୁ ସାଧନ ଦିଗରେ ଅଗ୍ରଗତି କରାଇବା ଏକ ଭିନ୍ନ ବୃତ୍ତାନ୍ତ ଏକ ଭିନ୍ନ ଦୃଷ୍ଟାନ୍ତ ଆପଣମାନେ ଗଭୀର ଭାବରେ ଏଇ କଥାକୁ ଯେ ଚିନ୍ତା କରିବେ ଅତଏବ ଏଇ ହେଉଛନ୍ତି ଠାକୁର କେମିତି କେମିତି କଥୋପକଥନରେ ଆମ ସମସ୍ତଙ୍କୁ ଆଲୋଳାୟିତ କରିବାକୁ ଚାହିଁଛନ୍ତି ଠାକୁର ଆପଣମାନେ ଯେ ଚିନ୍ତା କରିବେ ଯେ ଏଇ ଯେ ଜଣେ ମା ଏଇ ଯେ ଭୋଗଦାତାଙ୍କ ଭିତରେ କିଏ ଜଣେ ଶ୍ରାଦ୍ଧ ଉଦ୍ଦେଶ୍ୟରେ ଯେ ଭୋଗ ନିବେଦନ କରିଛନ୍ତି ସେହି ସମ୍ପର୍କରେ ଠାକୁରଙ୍କ ଆଗରେ କଥୋପକଥନ ହେଉଥିଲା ସେଇ ଅମୀୟ ଲୀଳା ମାଧୁରୀର କଥା ଆପଣମାନଙ୍କ ଆଗରେ ଯେ ତୋଳି ଧରିବାକୁ ଯେ ଚାହେଁ ঠাকুর সেମାନଙ୍କୁ কৌଥିଲେ মানুষ যেমন প্রবৃত্তি দ্বারা অভিভূত হয় দেহ ত্যাগ করে সেই প্রবৃত্তি যে মানুষের বা যে জীবের মধ্যে আছে যে
জীবের মধ্যে প্রধান তদনুযায়ী শরীর সে পরিগ্রহ করে ঠাকুর কହୁଛନ୍ତି ଯିବା ସମୟରେ ପ୍ରାଣୀର ଭଲ ମନ୍ଦ ମାଣି ମରଣ କାଳେ ତାହା ଜାଣି ମଣିଷ ଦେହ ଦିବ୍ୟ ଜ୍ଞାନ ଦେଖି ସନ୍ତୋଷ ଭଗବାନ ଠାକୁର କହୁଛନ୍ତି ଯେଉଁ ପ୍ରବୃତ୍ତି ନେଇ ମଣିଷଟା ମରେ ଦେହ ତ୍ୟାଗ କରେ ସେଇ ପ୍ରବୃତ୍ତି ଯେଉଁ ମଣିଷ ଭାବରେ ଯେଉଁ ମଣିଷ ପାଖରେ ପ୍ରଧାନ ହେଇ ଉଠିଥାଏ ବା ଯେଉଁ ଜୀବମାନଙ୍କ ଭିତରେ ପ୍ରଧାନ ହେଇ ଉଠିଥାଏ ତାହାରି ଭିତରେ মଣିষটা জন্ম নিয়ে অপূর্ব সে কথা ঠাকুর কହୁଛନ୍ତି একটা ব্যাং বা একটা যে কন্যাকে দেখে আমার মনে হয় এবার মানুষ ছিল প্রবৃত্তি চাপে পড়ে অমন্তর হয়ে গেছে কোনো কোনো ইতর প্রাণী তাদের এই জাতীয় জন্মের কথা যে স্মরণ করে অনুশোচনা করে ঠাকুর কହୁଛନ୍ତି এই যে କନାକେ ମୁଁ ଶବ୍ଦଟା କହୁଥିଲି ବଙ୍ଗଳା ଯେ ଠାକୁର କହୁଛନ୍ତି ଆଶ୍ରମର ବଗିଚାରେ ଯେ ପୁଷ୍ପ ଗଛର ବୁଦା ତଳେ ଗୋଟେ ବେଙ୍ଗକୁ ଦେଖିଲି ବେଙ୍ଗଟା 6 ମାସ ଧରି ନିସ୍ତେଜ ଭାବରେ ନିଷ୍ପନ୍ଦ ଭାବରେ ପଡ଼ିଛି ସେମିତି ଲମ୍ଫ ଝମ୍ପ କରୁନାହିଁ ବେଙ୍ଗ ତ ଲମ୍ଫ ଝମ୍ପ କରିବା କଥା ଏଣେ ତେଣେ ଚାଲିଯିବାର କଥା ସେ ସେମିତି କରୁନାହିଁ ନିରୋଳା ନିକାଞ୍ଚନ ବଣକୁ ଯାଇଥିଲି ଏବଂ ବଣରେ এই যে কন্যাকে শব্দটা কন্যাক শব্দ মানে মাই হাতি মা হাতি ঠাকুর কହୁଛନ୍ତି ଗୋଟେ ମାଇ ହାତୀକୁ ଦେଖିଲି ଗଛ ତଳେ ଠିଆ ହେଇଛି ଏବଂ ଅନେକ ବାର ଯାଇ ତାକୁ ଦେଖିଲି ନିରୋଳା ନିକାଞ୍ଚନରେ ଜୀବନର ଯେ ନିରୀକ୍ଷଣ ଜୀବନର ପର୍ଯ୍ୟବେକ୍ଷଣ ପରମ ପିତା କେମିତି କରିଛନ୍ତି ଲୀଳା ମାଧୁରୀରୁ ଆପଣମାନେ ଜାଣିବେ ଏବଂ ଠାକୁର ସେମାନଙ୍କୁ ଦେଖୁଛନ୍ତି ନିରବ ନିଷ୍ପନ୍ଦ ଭାବରେ ଯେ ମାଟିରେ ମୁଣ୍ଡ ରଖି ସେମାନେ ସବୁ ଶୋଇଛନ୍ତି ଚଳଚଞ୍ଚଳ ନୁହନ୍ତି ଲମ୍ଫ ଝମ୍ପ କିଛି ନାହିଁ ହାତୀ କେତେ ଲୋକଙ୍କୁ ଦଳି ଚକଟି ମାରି ଦଉଛି କିନ୍ତୁ ସେଇ ମା ହାତୀଟା ସେମିତି ନିରବ ନିଷ୍ପନ୍ଦ ଭାବରେ ଯେ ଗଛ ତଳେ ଶୋଇ ରହିଛି ଠାକୁର 6 ମାସ ଧରି ତାକୁ ଦେଖୁଛନ୍ତି ନିରୋଳା ନିକାଞ୍ଚନରେ ସେ ଦେଖିବାର କଥା ତାଙ୍କ ଅନୁଭୂତିର କଥା ସେ ପରମ ଅନୁଭୂତି ଶ୍ରେଷ୍ଠ ମଣିଷ ଭକ୍ତମାନଙ୍କ ଆଗରେ ଦିନେ କହୁଛନ୍ତି ଏବଂ ଠାକୁର କହୁଛନ୍ତି ସେ ବେଙ୍ଗଟା ବା ସେ ହାତୀଟା ଯେ ପୂର୍ବ ଜନ୍ମରେ ଯେ ସେମାନେ ମଣିଷ ଥିଲେ କିନ୍ତୁ ଯେଉଁ ପ୍ରବୃତ୍ତି ତାଙ୍କର ଜାଗ୍ରତ ହେଇଥିଲା ଯେଉଁ କମ୍ପ୍ଲେକ୍ସ ଯିବା ମୁହୂର୍ତ୍ତରେ ସେଇ କମ୍ପ୍ଲେକ୍ସ ତାଙ୍କୁ ଆଚ୍ଛାଦିତ କରିଥିଲା ପରବର୍ତ୍ତୀ ପର୍ଯ୍ୟାୟରେ ସେଇ କମ୍ପ୍ଲେକ୍ସ ଅନୁସାରେ ସେମାନେ ବେଙ୍ଗ ଜନ୍ମ ପାଇଲେ ମଣିଷଟା ଗୋଟାଏ ମଣିଷ ବେଙ୍ଗ ଜନ୍ମ ପାଇଲା ଏବଂ ଗୋଟାଏ ମଣିଷ ହାତୀ ଜନ୍ମ ପାଇଲା ତେଣୁ ଜୀବନକୁ ଅପୂର୍ବ ଛନ୍ଦରେ ଯେ ତିଆରି କର ଚଲାରେ ବୁଲାରେ ସାକ୍ଷ୍ୟ ଲକ୍ଷ୍ୟ ପ୍ରତ୍ୟକ୍ଷରେ ଚିନ୍ତା ଚେତନାରେ ଶୟନ ସପନରେ ଏବଂ ଆଚରଣରେ ଉଚ୍ଚାରଣରେ ପ୍ରଭୁ ଯେମିତି ଉକୁଚି ଉଠୁଛନ୍ତି ପ୍ରଭୁ ଯେମିତି ପ୍ରସ୍ଫୁଟିତ ହେଉଛନ୍ତି ସେମିତି ଜୀବନ ଯାତ୍ରାରେ ଆମ ସମସ୍ତଙ୍କୁ ଯେ ଅଗ୍ରସର ହେବାକୁ ପଡ଼ିବ ତେଣୁ ଠାକୁର ଏ କଥା କହୁଛନ୍ତି ସେ ବେଙ୍ଗ ଆଉ ସେଇ ମାଇ ହାତୀଟା ଯେ ପୂର୍ବ ଜନ୍ମରେ ହୁଏତ ମଣିଷ ଥିଲେ କିନ୍ତୁ ପ୍ରଭୃତିର ତାଡ଼ନାରେ ସେମାନେ ପଶୁ ଜନ୍ମ ପାଇଲେ ସେଇପାଇଁ ସେମାନେ ଅନୁତାପ କରୁଛନ୍ତି ଏବଂ ସେମାନେ ଯେ ଚଳଚଞ୍ଚଳ ହଉନାହାନ୍ତି କେମିତି ନିରବ ନିଷ୍ପନ୍ଦ ଅବସ୍ଥାରେ ନିଜ ନିଜ ଜାଗାରେ ସେମାନେ ଶୋଇ ରହିଛନ୍ତି ଠାକୁର ସେମାନଙ୍କ ଉଦ୍ଦେଶ୍ୟରେ ସେଦିନ ବାଣୀଟିଏ ଦେଇ କହିଥିଲେ ଯେଉଁମାନଙ୍କ ଆଗରେ ଠାକୁର ଏ ଜୀବନର ବୃତ୍ତାନ୍ତ କଥା ଆଲୋଚନା କରୁଥିଲେ ଠାକୁର କହୁଥିଲେ ଯେ ଇହ ଲୋକେ କରିବି ଯା ତୁଇ ଉନ୍ନତି ବା ଅବନତି এর ফলইত যে কর্বের স্থির পরলোকের তোর গতি ইহলোকে করবি যা তুই উন্নতি বা অবনতি এর ফলইত কর্বের স্থির পরলোকে তোর গতি অতএব এই জন্মর যেতে যেতে দিব্য কর্ম মଣିଷ କରିବ যেতে যেতে সাধন ভজন মଣିଷ କରିବ যেতে যেতে অনাবিଳ ଅକପଟ ଭାବରେ ଜୀବନ ଯାତ୍ରାରେ ଅଗ୍ରସର ହେବ ତାହାହିଁ ହେବ ତାର ସମ୍ବଳ ତାହାହିଁ ହେବ ତାର ସମ୍ପଦ ସେମିତି ପୁନରପି ଜନନମ ପୁନରପି ଶୟନମ ଜନନୀ ଜଠରେ ଶୟନମ ସେମିତି ମାନସିକତା ନେଇ ପୁଣି ସେ ଏଇ ପୃଥିବୀକୁ ଆସିବ ଠାକୁର ଏଇ ଦେବ ଶିକ୍ଷା ଦେଇଛନ୍ତି ଖାଲି ଠାକୁର କାହିଁକି ଆଜି ମଧ୍ୟ ଯେ ପରମ ପୂଜନୀୟ ଯେ ଆଚାର୍ଯ୍ୟ ଦେବଙ୍କ ସଙ୍ଗ ସାନ୍ନିଧ୍ୟ ଲାଭ କରି ମଣିଷ ମଧ୍ୟ ସେଇ ଶିକ୍ଷା ଲାଭ କରୁଛି କାରଣ ସେ ଆଚାର୍ଯ୍ୟ ଦେବ ଯେ ପ୍ରଭୁଙ୍କର ଯେ ଇଷ୍ଟତପ ଭାଇ ଯେ ପ୍ରତିନିଧି ଏବଂ ସ୍ଥଳାଭିଷିକ୍ତ ଯେ ଅଭିଭୂତି ତେଣୁ ସିଏ ମଧ୍ୟ ସେଇ ଶିକ୍ଷା ଦେଉଛନ୍ତି ଏକଦମ ପ୍ରାକ୍ଟିକାଲ କଥା ଏକଦମ ଯେ ନିରୋଳା ନିଗୁଡ଼ ଜୀବନର ତଥ୍ୟର କଥା କେମିତି ଅବାଞ୍ଛିତ କଥା ସେମାନେ କେବେ କହୁନାହାନ୍ତି ସେଇପାଇଁ ଆଚାର୍ଯ୍ୟନିଷ୍ଠ ଅନୁସରଣ ଜୀବନରେ ଏକାନ୍ତ ପ୍ରয়োজন
ସେଇପାଇଁ ଜିଲ୍ଲା ସ୍ତରର ଉତ୍ସବ ହେଉଛି ତାଙ୍କ ନିର୍ଦ୍ଦେଶ ଅନୁସାରେ ସବୁ କଲେ ଯେ ଭଲ ହୁଏ। ଠାକୁର ଆମ ସମସ୍ତଙ୍କୁ ଶିଖେଇଛନ୍ତି ସବୁ ତପର ଏକଟି ପଥ ଆଚାର୍ଯ୍ୟନିଷ୍ଠ ଅନୁସରଣ ତେମିନି କରି ବୋଧଟି ଗଜାଏ ଧରେ ବୋଧେ କରେ ଯେମନ। ଅତଏବ ନିଷ୍ଠାପର ଭାବରେ ଅତ୍ୟନ୍ତ ପ୍ରବଳ ନିଷ୍ଠାର ସହିତ ତାଙ୍କୁ ଅନୁସରଣ କରିବାର କଥା, ତାଙ୍କ ସଙ୍ଗ କରିବାର କଥା। ତା ଭିତରେ ଏ ବୋଧଟା ମଣିଷ ଅନ୍ତରରେ ଗଜେଇ ଉଠେ। ଧର୍ମ କର୍ମ ଯାଇ କରି ସିନା ଆଚାର୍ଯ୍ୟ ଛଡ଼ା ନାଇଁ ଗତି ନିର୍ଦ୍ଦେଶ ପିଲେ ତେମନି ଚଲି ଜୀବନେ ପାବି ଅନେକ ତୃପ୍ତି। ତୃପ୍ତି ପାଇବାକୁ ହେଲେ ତାଙ୍କ ନିର୍ଦ୍ଦେଶକୁ ଆପଣେଇ ନେବାକୁ ପଡ଼ିବ, ସେମିତି ବଞ୍ଚିବାକୁ ପଡ଼ିବ। ଦେବଦେବତା ହଜାରେ ଧରି ଆଚାର୍ଯ୍য যার ইষ্ট নয় স্পষ্টতর মনে রাখি জীবন চলার নিহাতি ভয়। যদি ଆଚାର୍ଯ୍ୟଙ୍କୁ ମଣିଷ ଅନୁସରଣ ନ କରେ, ତାଙ୍କ ପଦାଙ୍କକୁ ଅନୁସରଣ ନ କରେ, ତାଙ୍କ କଥୋପକଥନକୁ ଜୀବନରେ ଯେ ସ୍ପଷ୍ଟ ଭାବରେ ପ୍ରାଞ୍ଜଳ ଭାବରେ ପରିପାଳନ ନ କରେ, ତାହେଲେ ଜୀବନ ଚଲାରେ ଯେ ଭୟ ଆସିବ ଏହା ଅତି ନିଶ୍ଚିତ କଥା। ନିଷ୍ଠା ନିପୁଣ ଅନୁରାଗେ ଆଚାର୍ଯ୍ୟର এই শ্রদ্ধা সেবা সুপথ আসে তাতেই কিন্তু সত্তা সহ সৎ সুবিভা অনুশ্রুতির যে ষষ্ঠ খণ্ডর বাণী নম্বর 9। নিষ্ঠা নিপুণ অনুরাগে আচার্যর এই শ্রদ্ধা সেবা সুপথ আসে তাতেই কিন্তু সত্তা সহ সৎ বিভুবা সৎ সুবিভা। অতএব জীবନରେ যে କିଛି ହେବାକୁ ହେଲେ, କିଛି ପାଇବାକୁ ହେଲେ ଏସବୁ କଥା ଯେ ଆମ ସମସ୍ତଙ୍କୁ ଅବଲମ୍ବନ କରିବାକୁ ପଡ଼ିବ। ଆମ ସମସ୍ତଙ୍କୁ ଯେ ଅନୁକରଣ ଯେ କରିବାକୁ ପଡ଼ିବ। ଖାଲି ଗୋଟାଏ ଆଚାର୍ଯ୍ୟ ଦେବଙ୍କ ଜୀବନର ଗୋଟାଏ ଲୀଳା ମାଧୁରୀ ଆପଣମାନଙ୍କ ଆଗରେ ଅବତାରଣା କରି ଯେ ମୋ ଆଜିର ଯେ ଅଭିଭାଷଣକୁ ମୁଁ ବିରାମ ଦେବାକୁ ଚାହେଁ। ଜଣେ ମା ଯେ ଋତୁତପା ବିଶ୍ୱାସ, ସେଇ ଝିଅଟିର ନାଁ ଋତୁତପା ବିଶ୍ୱାସ। ଖୁବ୍ ଯେ ପ୍ରଜ୍ଞାନୀ ଯେ ଝିଅଟାଏ, ପାଠଶାଠ ଅପୂର୍ବ ଛନ୍ଦରେ ଯେ ସେ ପଢ଼ନ୍ତି, ଖୁବ୍ ପ୍ରଜ୍ଞାଦୀପ୍ତ ଯେ ମାଟିଏ ଏଇ ଋତୁତପା ବିଶ୍ୱାସ। ସୁନ୍ଦର ଭାବରେ ଯେ ପାଠଶାଠ ପଢ଼ନ୍ତି, ଗ୍ରାଜୁଏସନ ପର୍ଯ୍ୟନ୍ତ ପାଠପଢ଼ା ସରିଛି, କିନ୍ତୁ ଅନ୍ତରରେ ଇଚ୍ଛା ଯେ MA କରିବେ। ସେଥିପାଇଁ ପ୍ରବେଶିକା ପରୀକ୍ଷା ଦେଇଛନ୍ତି। ତାଙ୍କର ଇଚ୍ଛା ଯେ କଲିକତା ସହରର ସେଣ୍ଟ ଜାଭିୟର ୟୁନିଭର୍ସିଟିରେ ସେ ପୋଷ୍ଟ ଗ୍ରାଜୁଏସନ ବା MA କରିବେ। ଏମିତି କରି ସେ ପ୍ରବେଶିକା ଯେ ପରୀକ୍ଷା ଦେଇଛନ୍ତି, କିନ୍ତୁ ତାଙ୍କ ମନରେ ଧାରଣା ଆସିଛି ଯେ এই ପ୍ରବେଶିକା ପରୀକ୍ଷାରେ ସେ ଉତ୍ତୀର୍ଣ୍ଣ ହୋଇପାରିବେ ନାହିଁ। କାରଣ এই ପ୍ରବେଶିକା ପରୀକ୍ଷାରେ ସବୁ ପ୍ରଶ୍ନ ଗୁଡ଼ିକ ଇଂରାଜୀରେ ଆସିଥିଲା। ତେଣୁ ଇଂରାଜୀ ଭାଷାରେ ସେ ମାଟିର ସେତେ ଅନୁଭୂତି ନଥିଲା ବା ସେତେ ପ୍ରଗାଢ଼ତା ନିପୁଣତା ନଥିଲା। କାରଣ ବଙ୍ଗଳା ଭାଷାରେ ସେ ଗ୍ରାଜୁଏସନ ପର୍ଯ୍ୟନ୍ତ ବେଙ୍ଗଲୀ ଭାଷାରେ ଯେ ପରୀକ୍ଷା ଦେଇ ସେଇ ଭାଷାରେ ସେ ଖୁବ୍ ପାରଙ୍ଗମ ହେଇଥିଲା। ତେଣୁ ସେ ନିଜେ ନିଜେ ଧରି ନେଇଥିଲା ଯେ ଋତୁତପା ବିଶ୍ୱାସ ମା ଯେ କେବେ ବି ଯେ ମୁଁ ଏଣ୍ଟ୍ରାନ୍ସରେ ସକ୍ସେସ୍ ହେଇପାରିବି ନାହିଁ। ଏବଂ ଯାହା ବି ହଉ ସେ ମନକୁ ଯେ ମାରି ଦେଇଥିଲେ, ମନେ ମନେ ନିଜ ମନକୁ ସଙ୍କୁଚିତ କରିଥିଲେ ଆଉ MA ପଢ଼ିବା ହେବ ନାହିଁ। ତେଣୁ ଘର ଲୋକଙ୍କ ସହିତ ଆଶ୍ରମକୁ ଯାଇଛନ୍ତି। ଯେ ଅଗଷ୍ଟ 11 ତାରିଖରେ ଆଶ୍ରମ ଯାଇଛନ୍ତି। ଯେତେବେଳେ ଯାଇଛନ୍ତି ଯେ ରାତିରେ ଅଗଷ୍ଟ 11 ତାରିଖରେ ଯାଇଛନ୍ତି, 12 ତାରିଖ ସକାଳେ ସକାଳେ ଆଶ୍ରମ ସନ୍ନିକଟ ହେଲେଣି, ଦେଓଘର ପାଖାପାଖି ହେଲେଣି। ଯେ ତାଙ୍କ ମୋବାଇଲରେ ମେସେଜଟି ଆସିଥିଲା ଯେ ସେଣ୍ଟ ଜାଭିୟର ୟୁନିଭର୍ସିଟିରେ ଭର୍ତ୍ତି ହେବା ପାଇଁ ସେ ସିଲେକ୍ସନ ହେଇଛନ୍ତି ବୋଲି। କିନ୍ତୁ ସେତେବେଳକୁ ସମୟ ନଥିଲା ଯେ ଆସିବେ, ପଇସା ଡିପୋଜିଟ୍ କରିବେ, ଆଡ଼ମିସନ ହେବେ, ସେମିତି ଅବସ୍ଥା ନଥିଲା। ବାପାଙ୍କୁ ଏକଥା କହିଥିଲେ, କାରଣ ସେମାନେ ଆଶ୍ରମ ପାଖାପାଖି ହେଇସାରିଥିଲେ, ଆଉ ସମ୍ଭବ ନୁହେଁ। ଏବଂ ସେଇଦିନ ଯେ 12ଟା ସୁଦ୍ଧା ପରୀକ୍ଷା ଫିସ୍ ଯେ ପୋର୍ଟାଲଟା ଯେ ଖୋଲା ରହିବ, ପଇସା ଯେ ଭରଣା କରିବାକୁ ପଡ଼ିବ, ତେବେ ଯାଇ ସେ ଆଡ଼ମିସନ ହେବେ। କିନ୍ତୁ ତାହା ସମ୍ଭବ ହେଇନଥିଲା। ସେମାନେ ସନ୍ଧ୍ୟା ସୁଦ୍ଧା ଆଶ୍ରମରେ ପହଞ୍ଚିଲେ ଏବଂ ଏଇ କଥାଟା ଯେ ପିଲାଟା ଏଣ୍ଟ୍ରାନ୍ସରେ କ୍ୱାଲିଫାଏ କରିଥିଲା, ଭାବିନଥିଲା ଯେ ଏତେ ବଡ଼ ପ୍ରଖ୍ୟାତ ୟୁନିଭର୍ସିଟିରେ ସେ ପାଇଯିବ ବୋଲି। କିନ୍ତୁ ଆଜିର ଡେଟ୍ ଥିଲା, ସେମାନେ ଆଶ୍ରମରେ ପହଞ୍ଚି ଯାଇଥିଲେ। ଏଇଟା ସମ୍ଭବ ହେଲା ନାହିଁ ବୋଲି ଯେ ପୂଜନୀୟ ଯେ ଆଚାର୍ଯ୍ୟଙ୍କୁ ଯେ କହିଥିଲେ। ପୂଜନୀୟ ଆଚାର୍ଯ୍ୟ ସେତେବେଳେ ଋତୁତପାକୁ ଚାହିଁଥିଲେ
এবং তাকে কହୁଥିଲେ একটা ইডিয়ট, তুই একটা ইডিয়ট, যে ତୁ ଗୋଟେ ଇଡିଅଟ, ଯେ ଏତେ ବଡ଼ କଥା ଠାକୁରଙ୍କୁ ଭରସା କରିବା କଥା, ବିଶ୍ୱାସ କରିବାର କଥା, ଆଉ ସେ କାମ ନ କରି ତୁ ଏଠାକୁ ଚାଲି ଆସିଲୁ। ଏବଂ ସେତେବେଳେ କହୁଛନ୍ତି ଆଚାର୍ଯ୍ୟ ଦେବ ଠିକ ଅଛି ଯେ ବର୍ତ୍ତମାନ ତୁମେ ଫେରିଯାଅ, ଯେ ତୁମର ଆଡମିସନ ହୁଏ ତ ହେଇଯିବ। ଏମାନେ କହୁଛନ୍ତି ଯେ ଏକ୍ଜାମିନେସନ ଯେ ଫି ଡିପୋଜିଟ୍ କରିବାର ପୋର୍ଟାଲଟା ବନ୍ଦ ହେଇଯାଇଥିବ, ଆଉ ହେବ ନାହିଁ, ନା ତୁମେ ଯାଅ ଆଚାର୍ଯ୍ୟ ଦେବ କହୁଛନ୍ତି। ଏବଂ ସେମାନେ ଯେ ଫେରିବେ ବୋଲି ଭାବୁଛନ୍ତି ଏବଂ ପୂଜନୀୟ ଆଚାର୍ଯ୍ୟ ଦେବ କହୁଛନ୍ତି ରାତିରେ ଯେ କଷ୍ଟ କରି ଯିବା, ଗୋଟେ ଝିଅ ପିଲାକୁ ନେଇ କଷ୍ଟ ହେବ, ତୁମେ ଦୁର୍ଗାପୁର ସତ୍ସଙ୍ଗ ମନ୍ଦିରକୁ ଯାଅ ଏବଂ ଏଠୁ ଖବର ଦିଆଯାଉଛି ସେଠି ରହିବ, ରାତିରେ ସେଠି ରହିଯିବ ଏବଂ ସକାଳେ ସକାଳେ ଭୋର ଉଠି ତୁମେ କେଲକାଟା ଅଭିମୁଖେ ଗଲେ ଏବଂ ନିର୍ଦ୍ଧାରିତ ସମୟରେ ପହଞ୍ଚିବ। ଯାହା ହଉ ସେମାନେ ଯାଇଥିଲେ ଏବଂ 13 ତାରିଖ ଦିନ ସେମାନେ ଯେ ସେଠି ପହଞ୍ଚିଥିଲେ ଏବଂ ସେତେବେଳକୁ ସେମାନେ ମନା କରିଥିଲେ ଯେ ଫିଜ୍ ଡିପୋଜିଟ୍ର ଯେ ପୋର୍ଟାଲ ବନ୍ଦ ହେଇଛି ଏବଂ 14 ତାରିଖ ଯେ ନବୀନ ଆଡମିସନ ନେଇଥିବା ପିଲାମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇ କ୍ଲାସ ଆରମ୍ଭ ହେବ, ଆଉ ସମ୍ଭବ ନୁହେଁ। ଏମାନଙ୍କୁ ମଧ୍ୟ ଅନେକ ଭାବରେ ସେମାନେ ଗାଳି ଦେଇଥିଲେ, କହିଥିଲେ ଯେ ତୁମକୁ ଲଜ୍ଜା ନାହିଁ, ତୁମେ ପାଠ ପଢିବ, ସାଧାରଣ ଜ୍ଞାନ ନାହିଁ, ଯେ ଫିସ୍ ଡିପୋଜିଟ୍ର ପୋର୍ଟାଲ ବନ୍ଦ ହେଇଗଲାଣି ଆଉ ତୁମେ ଆସିଛ। ଏମାନେ ଚିନ୍ତାରେ ପଡ଼ି ଯାଇଥିଲେ ଏବଂ ସେତେବେଳେ ଯେ ଆମର ଋତୁତପା ବିଶ୍ୱାସଙ୍କର ଯେ ମଉସା, ଯେ ମେଷ ମଉସା ମହୋଦୟ ତାଙ୍କ ସହିତ ଥିଲେ, ମେଷ ମଶାୟ ସେ ଠାକୁରଙ୍କ ସହପ୍ରତିନିଧି ଥିଲେ ଏବଂ ସିଏ କହିଥିଲେ ମୋତେ ଟିକେ ଭିତରକୁ ଛାଡ଼ନ୍ତୁ, ମୁଁ ଟିକେ କିଛି କଥା ହେବାକୁ ଚାହେଁ। ଏବଂ ଭିତରକୁ ଯାଇ ଯିଏ ଏକ୍ଜାମିନେସନ କଣ୍ଟ୍ରୋଲର ଥିଲେ ତାଙ୍କୁ ପଚାରିଥିଲେ, ସେ କହିଥିଲେ ଆମ ୟୁନିଭର୍ସିଟିର ଯେ କୁଳପତି ସେ ଆମେରିକାରେ ରୁହନ୍ତି ଏବଂ ସେ ଆମେରିକା ଚାଲି ଯାଇଛନ୍ତି ଏବଂ ପୋର୍ଟାଲ ଅନ୍ ଅଫ୍ ସିଏ କରନ୍ତି ଏବଂ ଏଠି ଆଉ କିଛି ସମ୍ଭବ ନୁହେଁ, ଆପଣ ଫେରିଯାଆନ୍ତୁ। ଏବଂ ଏଇ ଯେ ତାଙ୍କ ମଉସା ଋତୁତପା ବିଶ୍ୱାସଙ୍କର ମଉସା ସେ କହିଥିଲେ ଆପଣ ଯଦି ଯେ ମୋ ସହିତ ଟିକେ ସେଇ ଯେ ଭାଇସ୍ ଚାନ୍ସେଲରଙ୍କର ଯୋଗାଯୋଗ କରିଦେବେ ମୁଁ ଟିକେ ଯେ ଖୁସି ହେବି। ଏବଂ ସେ ଜଣେ ଯେ ବିଶିଷ୍ଟ ଲୋକ, ଯେ ଭାଇସ୍ ଚାନ୍ସେଲର ସେ ଜଣେ ଯେ ବହୁତ ବଡ଼ ଯେ ମଣିଷ, ତାଙ୍କ ସହିତ ଟ୍ରଙ୍କ କଲ୍ ଜରିଆରେ ଯେ କଥାବାର୍ତ୍ତା ହେଲା ଏବଂ ଆଚାର୍ଯ୍ୟ ଦେବ ଏମିତି କହିଛନ୍ତି ଯେ ସତ୍ସଙ୍ଗର ପୂଜନୀୟ ଆଚାର୍ଯ୍ୟ ଦେବ ପଠେଇଛନ୍ତି ଏବଂ ଆଡମିସନ ହେଇଯିବ, ତୁମେ ଚେଷ୍ଟା କର କହିଛନ୍ତି। ଆପଣ ଯଦି ଗ୍ରହଣ ନ କରନ୍ତି ତାହେଲେ ହୁଏତ ଆଚାର୍ଯ୍ୟଙ୍କର କଥା ଯେ ମିଛ ହେଇଯାଇପାରେ। ଏଇ କଥା ରୀତିକ ଦେବତା ବିନମ୍ରତାର ସହିତ ସେଇ ଭାଇସ୍ ଚାନ୍ସେଲରଙ୍କୁ ଜଣେଇଛନ୍ତି ଆମେରିକାକୁ ଏବଂ ସାଙ୍ଗେ ସାଙ୍ଗେ ସେଠୁ ଟ୍ରଙ୍କ କଲ୍ ଆସିଛି ସେଇ ୟୁନିଭର୍ସିଟିକୁ ଯେ ଅଧଘଣ୍ଟେ ପାଇଁ ଯେ ପୋର୍ଟାଲ ଖୋଲା ଯାଉଛି, ଯଦି ଅଧଘଣ୍ଟେ ଭିତରେ ସେ ଆବଶ୍ୟକ ପଇସା ଯେ ହୁଏତ ଡିପୋଜିଟ୍ କରିଦେବେ ତାଙ୍କର ଆଡମିସନ ହେବ। ଏବଂ ଅଧଘଣ୍ଟେ ପାଇଁ ପୋର୍ଟାଲ ଖୋଲି ଯାଇଥିଲା, ସେଇ ମାଟି ଋତୁତପା ବିଶ୍ୱାସ ତାଙ୍କ ପଇସା ଆଜ୍ଞା ଡିପୋଜିଟ୍ କରିଥିଲେ ଏବଂ ପଇସା ଡିପୋଜିଟ୍ ପରେ ଆଡମିସନ ନେଲେ। ସେ ବର୍ତ୍ତମାନ ସେଠି ଅଧ୍ୟୟନରତ। ଚିନ୍ତା କରୁଛନ୍ତି ତାଙ୍କ ଦୟା କରୁଣା ମୋ କଥା ମଣିଷ ମାନି ନପାରେ, ଆପଣଙ୍କ କଥା ମାନି ନପାରେ, ଯେ ଅନ୍ତର୍ଯାମୀ ଯେ ପରମ ପିତା ତାଙ୍କର ସ୍ଥଳାଭିଷିକ୍ତ ଯିଏ ତାଙ୍କର ପ୍ରିୟ ପ୍ରତିନିଧି ଯିଏ ପୂଜନୀୟ ଆଚାର୍ଯ୍ୟ ଦେବ, ତାଙ୍କ ତ ପ୍ରତ୍ୟେକ କଥାଟା ଯେ ସାକାର ହେବ ନା ଏବଂ ତାହା ଯେ ସାକାରୀଭୂତ ହେଇଥିଲା ଏଇ ଆଡମିସନ ପ୍ରକ୍ରିୟାରେ। ଏଇ ହେଉଛି ଜୀବନର ଗତି ଗତ୍ୟାନ୍ତର। ଏମିତି କରି ଜୀବନକୁ ପରିଚାଳିତ କରିବାକୁ ହେବ, ଏମିତି କରି ଜୀବନକୁ ଯେ ସରସ ସୁନ୍ଦର କରିବାକୁ ହେବ। ତାଙ୍କ ସାଧନ ଭଜନରେ ନିମଗ୍ନ ତଟସ୍ଥ ହୋଇ ଜୀବନକୁ ବିତେଇବାକୁ ପଡ଼ିବ। ପ୍ରତି ମୁହୂର୍ତ୍ତରେ ଶୟନ ସପନେ ଜାଗରଣେ ସାକ୍ଷ୍ୟ ଲକ୍ଷ୍ୟ ପ୍ରତ୍ୟକ୍ଷରେ ତାଙ୍କୁ ମନନ ମନ୍ଥନ କରି ଜୀବନକୁ ଅଗ୍ରଗତି କରେଇବାକୁ ପଡ଼ିବ। ତାହା ହେଉଛି ଜୀବନର ପରିଚର୍ଯ୍ୟା, ତାହା ହେଉଛି ଜୀବନର ସର୍ବଶ୍ରେଷ୍ଠ କଥା। ଆପଣମାନେ ଭକ୍ତ ସଜ୍ଜନ ଲୋକ, ଆପଣମାନେ ତ ଯେ ଗୁଣିଗାଣୀ ଲୋକ, ଆପଣମାନଙ୍କ ନିକଟରୁ ବରଂ ମୋର କଥା ଶୁଣିବାର କଥା। ଆଉ ଦେବେନ୍ଦ୍ର ଦା ବାଧ୍ୟ କରନ୍ତୁ ବୋଲି ମଝିରେ ମଝିରେ ଆପଣମାନଙ୍କ ସହିତ ଯୋଗ ଦେଇ ଯେ ଆନନ୍ଦିତ ହୁଏ। ଯାହା ହଉ ଆପଣମାନଙ୍କର ସମସ୍ତଙ୍କର ସାର୍ବିକ ଶାନ୍ତି ସୃଷ୍ଟି ପାଇଁ ପରମ ପିତାଙ୍କ ଚରଣ ବେଦୀରେ ଯେ ପ୍ରାର୍ଥନା କରିବି, ଏମିତି ଅବାରିତ ଛନ୍ଦରେ ଏମିତି ଅନାହୁତ ଯେ ପ୍ରଗତିରେ ଆପଣ ପରମ ପିତାଙ୍କୁ ନେଇ ସମସ୍ତେ ଅଗୁସାର ଲାଭ କରନ୍ତୁ ଏଇ ପ୍ରାର୍ଥନା ଜଣେଇ ଏଇଠି ମୋ ବାଣୀକୁ ମୁଁ ବିରାମ ଦେବାକୁ ଚାହେଁ। ବିଜୟ ବିଭୂତି ଝରୁ ସତ୍ୟର ଶୀତୁଆ ମଥାରେ ବହି ଆସୁ ସତ୍ୟ ଶାନ୍ତି ବନ୍ୟା, ଯୋଗୀ ଯୋଗୀଶ୍ୱର ପ୍ରୀତି ରହିଥାଉ ପ୍ରଭୁ, ବହୁଥାଉ ଅଜସ୍ର ଝରଣା, ମୁନିକଣ୍ଠେ ବେଦସ୍ୱରେ ଭାସି ଆସୁ ସର୍ବେ ସନ୍ତୁ
ନିରାମୟ ସ୍ୱର ଏ ବିଶ୍ୱ ଭୁବନ ପ୍ରଭୁ ତୁମ ଇଚ୍ଛା ତୁମେ ପୂର୍ଣ୍ଣ କର, ତୁମ ଇଚ୍ଛା ତୁମେ ପୂର୍ଣ୍ଣ କର, ତୁମ ଇଚ୍ଛା ତୁମେ ପୂର୍ଣ୍ଣ କର। ସମସ୍ତଙ୍କୁ ଜୟଗୁରୁ ଦାଦା, ସମସ୍ତଙ୍କୁ ଜୟଗୁରୁ। ଜୟଗୁରୁ। ଖୁବ ସୁନ୍ଦର ଭାବରେ ଆମର ସମ୍ମାନୀୟ ନୃସିଂହଦା ଠାକୁରଙ୍କ ସହ ପ୍ରତିନିଧି ଶ୍ରୀ ନୃସିଂହ ଚରଣ ସହ ବିଭିନ୍ନ ଦିଗ ଦେଇକି ଆମ ପାଖରେ ଠାକୁରଙ୍କ କଥା ତୋଳି ଧରିଲେ। ବିଶେଷ ଭାବରେ ସେଇ ଅନୁଭୂତିର କଥାରୁ ଆରମ୍ଭ କରି ଆଉ ଅନୁସରଣ ଭିତରେ ଯେଉଁ ସେବା ଏବଂ ସେଇ କଥାକୁ ନେଇକି ଅନେକ ଭାବରେ ଅନୁଭୂତିର କଥା ତୋଳି ଧରିଲେ। ତାପରେ ସ୍ନେହ ମମତାର କଥା ତୋଳି ଧରିଲେ। ସେଇ ସ୍ନେହ ମମତାକୁ ନେଇ ଠାକୁର ଯେ ପଠେଇଥିଲେ ଭାଇମାନଙ୍କୁ ଗୃହିମାନଙ୍କୁ ସ୍ନେହ ମମତାଟା କ'ଣ ବୁଝିବା ପାଇଁ ଜାଣିବା ପାଇଁ, ଆଉ ସେଇ ଡାକ୍ତର ବଲାଇଦା ମୁଖୋପାଧ୍ୟାୟ ତାଙ୍କ ପାଖକୁ ଠାକୁର ଯେ ପଠେଇଥିଲେ ଏବଂ ସେଇଠି ଯେଉଁ ଘଟଣା ଘଟିଲା, ଯିଏ ଆସିଥିଲେ ଜଣେ ପେସେଣ୍ଟ, ଯିଏ କହୁଥିଲେ ଯେ ମୋ ପାଖରେ ପଇସା ନାହିଁ, ଆପଣଙ୍କର ଫିସ୍ 10 ଟଙ୍କା, ଆଉ ଆଗରୁ 5 ଟଙ୍କା ନେଉଥିଲେ, ମୋ ପାଖରେ 3 ଟଙ୍କା ଅଛି, ଆଉ ମୁଁ 3 ଟଙ୍କା ଦେଇପାରିବି ନାହିଁ, ଆଉ ତାଙ୍କର ମେଡ଼ିସିନ ଲାଗିବ 50 ଟଙ୍କା। ହରାଜ ସେଇ ପାଖରେ ଆଉ ଜଣେ ମା ଆସିଲେ ଯେ ପେସେଣ୍ଟ, ତାଙ୍କର ମେଡ଼ିସିନ ଟ୍ୟୁବରକୁଲୋସିସ୍, ତାଙ୍କର ମେଡ଼ିସିନ ଲାଗିବ 500 ଟଙ୍କା, କିନ୍ତୁ ସେଇ ପେସେଣ୍ଟ ନିଜ ପକେଟରୁ 5 ଟଙ୍କା କାଢ଼ିକି ଦେଲେ। ଆଉ ସେ କଥା, ସେ ଅନୁଭୂତିର ଏଇ ସ୍ନେହ ମମତାର କଥା ତାରି ଭିତରେ ଯିଏ ବୁଝିଗଲେ ଏବଂ ଡାକ୍ତର ବଲାଇଦା ଏବଂ ସେ ମଧ୍ୟ ସେଇ କଥା ଗୃହୀମାନେ ମଧ୍ୟ ସେ କଥା ବୁଝିଲେ ଯେ ପ୍ରକୃତରେ ସ୍ନେହ ମମତାଟା କ'ଣ, ଏବଂ ଠାକୁରଙ୍କ ପାଖରେ ଆସି ସେମାନେ ସେ କଥା ଉପସ୍ଥାପନ କରିଥିଲେ। ଆଉ ତା ସହିତ ଇଏ ଚପଳକାନ୍ତି ଭଟ୍ଟାଚାର୍ଯ୍ୟ, ଇଏ ଗଣମାଧ୍ୟମର ପ୍ରତିନିଧି ଥିଲେ, ସମ୍ପାଦକ ଥିଲେ, ଆଉ ତାଙ୍କ ଜୀବନରେ ଯେଉଁ ଘଟଣା ସେ କଥା ମଧ୍ୟ ଆମ ପାଖରେ ତୋଳିଥିଲେ। ସେଇ ସ୍ନେହ ମମତାର କଥା ଠାକୁର ମଧ୍ୟ ନିଜ ସ୍ନେହ ମମତାର କଥା କେବେ ପରିପ୍ରକାଶ କରନ୍ତି ନାହିଁ, କିନ୍ତୁ ତାଙ୍କୁ ବୁଝେଇ ଦେଇଥିଲେ ଯେ ବିଜ୍ଞାପନ ମାଧ୍ୟମରେ ସ୍ନେହ ମମତା ପ୍ରକାଶ କରାଯାଏ ନାହିଁ। ମୁଁ ମୋର ଗରଜରେ ସମସ୍ତଙ୍କୁ ମୋ ନିଜର ଭାବେ, ଆପଣ ଯେତେ ଆପଣ ପୁଅ, ତାଙ୍କର ପୁଅ ଯେ ଅସୁସ୍ଥ ଥିଲା ତା ପାଇଁ ଏତେ ସିଏ ତାକୁ ଟ୍ରିଟମେଣ୍ଟ କରିକି ଭଲ କଲେ ଏବଂ ଠାକୁର ତାଙ୍କୁ କହିଥିଲେ ଆପଣଙ୍କ ଏଗୁଡ଼ା ଗଣମାଧ୍ୟମରେ ବିଜ୍ଞାପନ ପ୍ରକାଶ କରିଥିଲେ, କହିଲେ ନା ଏତ ମୋ ନିଜ ପୁଅ। ଠାକୁର ମଧ୍ୟ ସେ କଥା ସେଠି ବୁଝେଇ ଦେଇଥିଲେ ମୁଁ ସମସ୍ତଙ୍କୁ ମୋ ନିଜର ବୋଲି ଭାବେ, ଆଉ ତେଣୁ ମୁଁ ସେ କଥା କ'ଣ ଗଣମାଧ୍ୟମରେ ଏକ ବିଜ୍ଞାପନ ଦେଇ ପ୍ରକାଶ କରିବି, ଏ କଥା ମଧ୍ୟ ଠାକୁର ବୁଝିଥିଲେ। ଏ କଥା ମଧ୍ୟ ଆମ ପାଖରେ ତୋଳି ଧରିଲେ ଏବଂ ତାପରେ ଏଇ ଯେଉଁ ଶ୍ରାଦ୍ଧର କଥା, ଆଉ ଯେଉଁ ଭାବରେ ମଣିଷ ଯେଉଁ କର୍ମ ନେଇ, ଯେଉଁ ଚିନ୍ତା ନେଇ, ଭାବନା ନେଇକି ସେ ଲାଗି ରହେ, ହୁଏତ ମୃତ୍ୟୁ ସମୟରେ ତା ପାଖରେ ସେଇ ଭାବନା, ସେଇ ଚିନ୍ତା ଆସେ ଏବଂ ପରବର୍ତ୍ତୀ ଜନ୍ମ ମଧ୍ୟ ତାର ସେ ବଢ଼ିବେ। ସେ ଭିତରେ ଏଇ ଯେଉଁ ବେଙ୍ଗ ଆଉ ହାତୀ ଦୁଇଟି ଘଟଣା ଠାକୁର ଉପସ୍ଥାପନ କରିଥିଲେ ଯେ ସେମାନଙ୍କର ପୂର୍ବ ଜୀବନରେ ଏମିତି ଏଇ ପ୍ରବୃତ୍ତି ବା ଏସବୁ ନେଇକି କିଛି ଏଭଳି ଇଏ ଥିଲା, ଯେଉଁଥିପାଇଁ ସେମାନେ ତାର ଫଳସ୍ୱରୂପ ସେମାନେ ଏଇ ଯେଉଁ ବେଙ୍ଗ ଜନ୍ମ ବା ହାତୀ ଜନ୍ମ ପାଇଛନ୍ତି। ଆମେ ମଧ୍ୟ ଜାଣିଛେ ପୁରାଣରୁ ବା ଇତିହାସର ଅନେକ ଘଟଣା ସବୁ, ଯେପରିକି ରାଜା ଭରତ ଯିଏକି ହରିଣ ଜନ୍ମ ପାଇଥିଲେ, ଆଉ ହରିଣ ପ୍ରତି ତାଙ୍କର ଏତେ ଆସକ୍ତି ଥିଲା, ସେଥିପାଇଁ ସେ ପରବର୍ତ୍ତୀ ଅବସ୍ଥା ହରିଣ ଜନ୍ମ ନେଇଥିଲେ। ଏକଥା ସବୁ ଆମେ ଜାଣିଛନ୍ତି। ତେଣୁ ଏ କଥା ମଧ୍ୟ ତୋଳି ଧରିଲେ, ଏ ଜନ୍ମ ମୃତ୍ୟୁକୁ ନେଇକି, ଶ୍ରାଦ୍ଧକୁ ନେଇକି ମଧ୍ୟ ତୋଳି ଧରିଲେ। ଆଉ ତା ସହିତ ପରବର୍ତ୍ତୀ ଅବସ୍ଥାରେ ସେଇ ଅନୁଭୂତି ବା କଥା ନେଇକି ଆଚାର୍ଯ୍ୟଙ୍କର କଥା, ସେଇ ଯେ ଝିଅଟି ଆଡ଼ମିସନ୍ ନେବ, ସେଇ ଯେ ଋତୁତପା ବିଶ୍ୱାସ, ତାଙ୍କର କିଭଳି ଆଡ଼ମିସନ୍ ହେଲା, ସେଇ ଘଟଣା ସବୁ ଆମ ପାଖରେ ଉପସ୍ଥାପନ କଲେ। ଯାହା ହଉ ଆମମାନେ ଆମର ସମ୍ମାନୀୟ ନୃସିଂହଦାଙ୍କର ସୁସ୍ଥ ସୁଦୃଢ଼ ନିରାମ ଜୀବନ ପାଇଁ ଠାକୁରଙ୍କ ସେଇ ଜଣେ ପ୍ରାର୍ଥନା ଜଣାଇବା। ଏଦି ପ୍ରଭୁଙ୍କ କଥା କହିକି ଆମମାନଙ୍କୁ ପ୍ରେରଣା ପୁଷ୍ଟ କରୁଛନ୍ତି, ଧାରେ ଅବ୍ୟାହତ ହେଉ। ଠାକୁରଙ୍କ ସେଇ ଜଣେ ପ୍ରାର୍ଥନା। ଜୟ ଗୁରୁ ଦାଦା। ଜୟଗୁରୁ, ଜୟଗୁରୁ। ଆଜ୍ଞା ଜୟ ସମସ୍ତଙ୍କୁ ଜୟଗୁରୁ। ଜୟ ଗୁରୁ। ଆସନ୍ତାକାଲିର ସତ୍ସଙ୍ଗ ଧନ୍ୟ ପରୀକ୍ଷିତ, ଧନ୍ୟ ପରୀକ୍ଷିତ। ଜୟ ଗୁରୁ। ଆସନ୍ତାକାଲିର ସତ୍ସଙ୍ଗ ପ୍ରତିଦିନ ଭଳି ନିବେଦନ କରୁଛି ମୋର ଓଢ଼େଇ ଡକ୍ଟର ସୁରେଶ ଚନ୍ଦ୍ର ଦଳାଏସ, ଶ୍ରୀଯୁକ୍ତ ଅଭିରୂପ ସାହୁ ଏବଂ ତତ୍ସହିତ ସତ୍ସଙ୍ଗ ନିବେଦନ କରୁଛନ୍ତି ଆମ ଶ୍ରଦ୍ଧା ଜ୍ୟୋତିମା ଶ୍ରୀମତୀ ଜ୍ୟୋତିର୍ମୟୀ ସାହୁ। ଆସନ୍ତାକାଲି ସତ୍ସଙ୍ଗରେ ଆମେ ଯୋଗଦାନ କରିବା। ବର୍ତ୍ତମାନ ଆମର ସମ୍ମାନୀୟ ଦୈତାରଦା ଠାକୁରଙ୍କର ପବିତ୍ର ପାଣ୍ଡାରେ କରି ବିସ୍କୃତ ଦୈତ୍ୟରେ ସାହୁ ସମାପନ ସଙ୍ଗୀତ ପରିବେଷଣ କରି ଧ୍ୱନି ଦେଇ ସତ୍ସଙ୍ଗ ସମାପନ। ଜୟ ଜୟ ଶାସ୍ତ୍ର ଜୟ ପ୍ରଭାତ କି ମହାନନ୍ଦରେ ପ୍ରବାହିତ ଆଜି
ମହାନନ୍ଦରେ ଉଚ୍ଛଳ ତ୍ରିଭୁବନ ଉଚ୍ଛଳ ତ୍ରିଭୁବନ ଉଚ୍ଛଳ ତ୍ରିଭୁବନ ଉଚ୍ଛଳ ତ୍ରିଭୁବନ ମହାନନ୍ଦେ ଭକ୍ତ ପ୍ରାଣ ଜାଗ ଜାଗରେ ଭକ୍ତ ପ୍ରାଣ ଜାଗ ଜାଗରେ ପ୍ରବାହିତ ଆଜିକି ମହାନନ୍ଦରେ ପ୍ରବାହିତ ଆଜିକି ମହାନନ୍ଦରେ ଉଠରେ ଜାଗରେ କର ନାହିଁ ଡେରି ଡାକୁଛନ୍ତି ଦୟା ଦୁର୍ବାହୁ ପ୍ରସାରୀ ଉଠରେ ଜାଗରେ କର ନାହିଁ ଡେରି ଡାକୁଛନ୍ତି ଦୟା ଦିବାହୁ ପ୍ରସାରୀ ଗାଓରେ ସର୍ବେ ପ୍ରଭୁ 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 ଗାଓରେ ସର୍ବ ପ୍ରଭୁ ଜୟ ଗାନରେ ଭକ୍ତ ପ୍ରାଣ ଜାଗ ଜାଗରେ ଭକ୍ତ ପ୍ରାଣ ଜାଗ ଜାଗରେ ପ୍ରବାହିତ ଆଜିକି ମହାନନ୍ଦରେ ପ୍ରବାହିତ ଆଜିକି ମହାନନ୍ଦରେ ଅୟୁତ ଅନ୍ତରେ ହୁଏ ଝଙ୍କୁରିତ ପରମ ପିତାଙ୍କ ଅମର ସଙ୍ଗୀତ ଅୟୁତ ଅନ୍ତରେ ହୁଏ ଝଙ୍କୁରିତ ପରମ ପିତାଙ୍କ ଅମର ସଙ୍ଗୀତ ପରମାନନ୍ଦ ସୁଧା 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 ପରମାନନ୍ଦ କର ପ୍ରାଣରେ ଭକ୍ତ ପ୍ରାଣ ଜାଗ ଜାଗରେ ଭକ୍ତ ପ୍ରାଣ ଜାଗ ଜାଗରେ ପ୍ରବାହିତ ଆଜିକି ମହାନନ୍ଦରେ ପ୍ରବାହିତ ଆଜିକି ମହାନନ୍ଦରେ ପରମ ପିତାଙ୍କ ବାର୍ତ୍ତା ବିଶ୍ୱ ଦିଅ ଅଭୟ ପୟରେ ପରମ ଆଶ୍ରୟ ପରମ ପିତାଙ୍କ ବାର୍ତ୍ତା ବିଶ୍ୱ ଦିଅ ଅଭୟ ପୟରେ ପରମ ଆଶ୍ରୟ ତନୁ ମନ ଧନ୍ୟ କର 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 ସମର୍ପଣରେ ଭକ୍ତ ପ୍ରାଣ ଜାଗ ଜାଗରେ ଭକ୍ତ ପ୍ରାଣ ଜାଗ ଜାଗରେ ପ୍ରବାହିତ ଆଜିକି ମହାନନ୍ଦରେ ପ୍ରବାହିତ ଆଜିକି ମହାନନ୍ଦରେ ଉଚ୍ଛଳ ତ୍ରିଭୁବନ 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 ମହାନାମରେ ଭକ୍ତ ପ୍ରାଣ ଜାଗ ଜାଗରେ ଭକ୍ତ ପ୍ରାଣ ଜାଗ ଜାଗରେ ପ୍ରବାହିତ ଆଜିକି ମହାନନ୍ଦରେ ଗାଓରେ ସର୍ବେ ପ୍ରଭୁ 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 ଜୟ ଗାନରେ ଭକ୍ତ ପ୍ରାଣ ଜାଗ ଜାଗରେ ପ୍ରବାହିତ ଆଜିକି ମହାନନ୍ଦରେ ପ୍ରବାହିତ ଆଜିକି ମହାନନ୍ଦରେ ପ୍ରବାହିତ ଆଜିକି ମହାନନ୍ଦରେ ବନ୍ଦେ ପୁରୁଷୋତ୍ତମମ୍ ବନ୍ଦେ ପୁରୁଷୋତ୍ତମମ୍ ବନ୍ଦେ पुरुषोत्तमम् परम प्रेममय परम दयाल श्री ठाकुर अनुकूल चंद्र जी की परम दयाल श्री ठाकुर अनुकूल चंद्र जी की जय परम प्रेम परम दयाल श्री ठाकुर अनुकूल चंद्र जी की विश्व कल्याणमय श्री लक्ष्मी विश्व कल्याणमय श्री लक्ष्मी विश्व कल्याणमय श्री लक्ष्मी
জয় শিশির প্রধান জয় আচার্য শিশির প্রধান জয় আচার্য দেব আচার্য দেব সৎসঙ্গ সৎসঙ্গ বন্দে পুরুষোত্তমম বন্দে আত্মপিতরম বন্দে মাতুর্বর্গান বন্দে পুরুষোত্তমম বন্দে পুরুষোত্তমম বন্দে পুরুষোত্তমম বন্দে পুরুষোত্তমম परम ब्रह्म दयाल श्री ठाकुर अनुचंद्र जी की ऋतिक दादा गुरु भाई मन की जय জয় গুরু দাদা, জয় গুরু সমস্ত জয় গুরু। জয় গুরু জয় গুরু সমস্ত জয় গুরু। জয় গুরু জয় গুরু সমস্ত জয় গুরু জয় গুরু সরস্বতী মা জয় গুরু জয় গুরু সমস্ত জয় গুরু আজ বহুত বড়িয়া ভাই জয় গুরু সমস্ত জয় গুরু সরস্বতী মা জয় গুরু সমস্ত জয় গুরু সবাইকে জয় গুরু। জয় গুরু দাদা, জয় গুরু মা জয় গুরু দাদা, জয় গুরু সবাই জয় গুরু সমস্ত জয় গুরু জয় গুরু সরস্বতী মা জয় গুরু জয় গুরু মন্টু ভাই জয় গুরু জয় গুরু রাজশ্রী মা জয় গুরু মা পদিনী মা সমস্ত জয় গুরু পুরুষোত্তম ভাই সরস্বতী মা সমস্ত জয় গুরু জয় গুরু সমস্ত জয় গুরু। ফাইনাল করিবা জয় গুরু সুশীল ভাই জয় গুরু নিমাইদা জয় গুরু সমস্ত জয় গুরু সবাইকে জয় গুরু। প্রভাকর ভাই জয় গুরু সমস্ত জয় গুরু মা সমস্ত জয় গুরু। ফাইনাল করিবা ফাইনাল জয় গুরু তেজমা জয় গুরু সমস্ত জয় গুরু সবাইকে জয় গুরু। ফাইনাল জয় গুরু জয় গুরু জয় গুরু। প্রবাহিত জয় গুরু সমস্ত জয় গুরু। ଜୟ ଗୁରୁ ସମସ୍ତଙ୍କୁ ଜୟ ଗୁରୁ।